ହ୍ୟାଲୋ ଲର୍ନର୍ସ ୱେଲକମ୍ ଟୁ ଶିକ୍ଷାଶାସ୍ତ୍ର। ଲର୍ନର୍ସ ତୁମମାନଙ୍କର ସିବିଜେଡ୍ ର ମେନ୍ସ ଏକ୍ଜାମ ସରିଛି। ଯେଉଁମାନେ ବି ଏଲ୍ଟିଆର୍ ପାଇଁ ପ୍ରିପାରେସନ୍ ବର୍ତ୍ତମାନ ସମୟରେ କରୁଛ, ପର୍ଟିକୁଲାରଲି ଏଲ୍ଟିଆର୍ ଟିଜିଟି ଆର୍ଟସ୍ କିମ୍ବା ଟିଜିଟି ଓଡ଼ିଆ କିମ୍ବା ଟିଜିଟି ପିସିଏମ୍, ସେମାନେ ଆଜିର ଏଇ କୋଶ୍ଚିନ୍ ଡିସ୍କସନ୍କୁ ରେଫର୍ କରିପାରିବ। ଯେଉଁମାନେ ଏସ୍ଏସ୍ଟି କିମ୍ବା ଅଦର ଏକ୍ଜାମ ପାଇଁ ପ୍ରିପାରେସନ୍ କରୁଛ କିମ୍ବା ଆଗକୁ ଆସୁଥିବା ଆର୍ଏସ୍ଟି କିମ୍ବା ଏସ୍ଏସ୍ପି ଟିଜିଟି ପାଇଁ ପ୍ରିପାରେସନ୍ କରୁଛ, ସେମାନେ ମଧ୍ୟ ଆଜିର କ୍ଲାସ୍କୁ ରେଫର୍ କରିପାରିବ। ପିଲେ ତୁମମାନଙ୍କର ଏଲ୍ଟିଆର୍ ମେନ୍ସ ପେଡାଗୋଜି ଆଉ ଇଭାଲୁଏସନ୍ର କୋଶ୍ଚିନ୍କୁ ଆଜି ଆମେ ଡିସ୍କସନ୍ କରିବା। ସିବିଜେଡ୍ ପିଲାମାନଙ୍କର ଯେଉଁ କୋଶ୍ଚିନ୍ ଆସିଥିଲା, ସେ କୋଶ୍ଚିନ୍ର ଆନ୍ସର କି ତୁମମାନଙ୍କର ବି ଆସିଯାଇଛି। ବହୁତ ପିଲା କନଫ୍ୟୁଜ୍ ଅଛନ୍ତି କି ସାର୍ ଆମେ କୋଉ ଗୁଡ଼ାକ ଚ୍ୟାଲେଞ୍ଜ କରିବୁ। କାଲି ତୁମମାନଙ୍କର ଚ୍ୟାଲେଞ୍ଜ କରିବାର ଲାଷ୍ଟ ଡେଟ୍ ଅଛି। ତ କିଛି କୋଶ୍ଚିନ୍ ଅଛି କନଫ୍ୟୁଜିଂ କୋଶ୍ଚିନ୍, ଯୋଉଟା ମୁଁ ତୁମମାନଙ୍କୁ କ୍ଲାରିଫାଏ କରିଦେବି। କୋଉ କୋଶ୍ଚିନ୍ ଗୁଡ଼ା ତୁମମାନେ ଚ୍ୟାଲେଞ୍ଜ କରିବ, ତା ପାଇଁ କ'ଣ କ'ଣ ପ୍ରୁଫ୍ ଅଛି, ସେଗୁଡ଼ାକ ତୁମମାନଙ୍କୁ ମଧ୍ୟ ମୁଁ କହିଦେବି। ସେମାନଙ୍କୁ ମଧ୍ୟ ତାର କିଛି ଆଇଡ଼ିଆ ତୁମମାନଙ୍କୁ ସୋର୍ସେସ୍ ମଧ୍ୟ ଦେଇଦେବି, ଯାହାଫଳରେ କି ତୁମମାନେ କୋଶ୍ଚିନ୍ ଗୁଡ଼ାକୁ ଚ୍ୟାଲେଞ୍ଜ କରିପାରିବ। ଆଉ ମୋର ବିଶ୍ୱାସ, ଯେଉଁମାନେ ବି ଶିକ୍ଷାଶାସ୍ତ୍ରକୁ ଫଲୋ କରୁଥିଲ, ଯେଉଁମାନେ ବି ଶିକ୍ଷାଶାସ୍ତ୍ର କ୍ଲାସ୍ ଗୁଡ଼ାକ କରୁଥିଲ, ସେମାନେ ସମସ୍ତେ ଭଲ ସ୍କୋର କରିଥିବ। କୋଶ୍ଚିନ୍ ବହୁତ ଇଜି ଲେବୁଲ୍ର ଥିଲା, ବହୁତ ସିମ୍ପଲ୍ କୋଶ୍ଚିନ୍ ଥିଲା। ଗୋଟେ ଦୁଇଟା କୋଶ୍ଚିନ୍ କନଫ୍ୟୁଜିଂ ଥିଲା, ସେଇଠି ତୁମମାନେ ଓଲଟା ପଲଟା କରିକି ଆସୁ, ସେଥିରେ ତୁମମାନଙ୍କର କୌଣସି ତ୍ରୁଟି ନାହିଁ। କୋଶ୍ଚିନ୍ର ଆମ୍ବିଗ୍ୟୁଟି ପାଇଁ ବା କୋଶ୍ଚିନ୍ର ଆମେ କହିପାରିବା ଡବଲ, ଯୋଉଟାକୁ ଆମେ ଅର୍ଥବର୍ଦ୍ଧକ ଯେଉଁ ପ୍ରଶ୍ନ ଗୁଡ଼ିକ ଥିଲା, ସେଇଥିପାଇଁ ତୁମମାନେ ଭୁଲ କରିଥିବ। ତୁମମାନେ କେତେ ସ୍କୋର କରିଛ, ଯେଉଁମାନେ ବି ଫଲୋ କରୁଥିଲ, ନିଶ୍ଚିତ ଭାବରେ ତୁମମାନେ ମେନସନ୍ କରିବ। ସିବିଜେଡ୍ ପିଲାମାନେ କାହିଁକି ଏତେ ଜଣେଇ ନାହାନ୍ତି ମୋତେ ସେମାନେ କେତେ ଭଲ ସ୍କୋର କରିଛନ୍ତି। କିଛି ପିଲା ଜଣାଇଛନ୍ତି, ତ ମୋର ବିଶ୍ୱାସ ତୁମମାନେ ଆଜିର କ୍ଲାସ୍ ପରେ ନିଶ୍ଚିତ ଭାବରେ ଜଣେଇବ ତୁମମାନେ କୋଉ ଭଳିଆ ସ୍କୋର କରିଛ। ତ ଏଇ ଆନାଲିସିସ୍ଟା ତୁମମାନଙ୍କର ପର୍ଟିକୁଲାରଲି ପିଲା ଆମେ ଫୋକସ୍ କରୁଛେ, ଯୋଉଟାକି ସିବିଜେଡ୍ ପିଲାମାନଙ୍କର ଯେଉଁ କୋଶ୍ଚିନ୍ ଆସିଥିଲା ପେଡାଗୋଜି ଓ ଇଭାଲୁଏସନ୍ ପାର୍ଟଟାକୁ, ଆକୁ ଆମେ ଆନାଲିସିସ୍ କରିବା, ଏକ୍ସଟେନସନ୍ ବି କରିବା। ତା ସହିତ କୋଉ କୋଶ୍ଚିନ୍ ଗୁଡ଼ାକ ଆମେ ଚ୍ୟାଲେଞ୍ଜ କରିପାରିବା, ସେଗୁଡ଼ା ମଧ୍ୟ ତୁମମାନଙ୍କୁ ମୁଁ କହିନେବି। Question number 1 ପିଲେ, the study of a variation in psychological characteristics of individuals is known as, ଯେତେବେଳେ ଆମେ କହୁଛେ ମନୋବୈଜ୍ଞାନିକ ବୈଶିଷ୍ଟ୍ୟ ଗୁଡ଼ିକରେ ଭିନ୍ନତା ଦେଖାଯାଉଛି, ଭ୍ୟାରିଏସନ୍ ମାନେ କ'ଣ କହୁଛେ, ଡିଫରେନ୍ସିଏସନ୍ ଦେଖାଯାଉଛି। ସେତେବେଳେ ଡିଫରେନ୍ସିଏସନ୍ କଥା କହୁଛେ, ସାଇକୋଲୋଜିକାଲ କ୍ୟାରେକ୍ଟରିଷ୍ଟିକ୍ସ, ସାଇକୋଲୋଜିକାଲ କ୍ୟାରେକ୍ଟରିଷ୍ଟିକ୍ସ ଭିତରେ କ'ଣ ଆମେ ଡିଫରେନ୍ସିଏସନ୍ ଦେଖିପାରିବା ପିଲାମାନଙ୍କ ଭିତରେ? ସାର୍, ସେମାନଙ୍କର ଇମୋସନାଲ ଷ୍ଟେଟ୍, ଇମୋସନ ଭିତରେ ତାଙ୍କର ଇମୋସନକୁ ନେଇ ସେମାନଙ୍କ ଭିତରେ ଡିଫରେନ୍ସିଏସନ୍ ଆସିପାରିବ। ସାର୍, ସେମାନଙ୍କର ଇଣ୍ଟେଲିଜେନ୍ସକୁ ନେଇକି ଡିଫରେନ୍ସିଏସନ୍ ଆସିପାରିବ। ସାର୍, ସେମାନଙ୍କର ମୋଟିଭେସନ ଲେଭେଲ ବା ମୋଟିଭେସନକୁ ନେଇକି ଡିଫରେନ୍ସିଏସନ୍ ଆସିପାରିବ ପିଲାମାନଙ୍କ ଭିତରେ। ସାର୍, ସେମାନଙ୍କର ଲର୍ଣ୍ଣିଂ ଷ୍ଟାଇଲକୁ ନେଇକି ଡିଫରେନ୍ସିଏସନ୍ ଆସିପାରିବ। ମୁଁ ତୁମମାନଙ୍କୁ କହୁଥିଲି ପିଲେ, କିଛି ପିଲା ଅଛନ୍ତି VAKT ଲର୍ଣ୍ଣର କହୁଥିଲି, ଭିଜୁଆଲ କିଏ ଭଲ ଭାବରେ ଲର୍ନ କରିବ, କିଏ ଅଡିଓଟୋରି ଲର୍ନ କରିବ, କିଏ କାନେସ୍ଥେଟିକାଲ ଲର୍ନ କରିବ। ତ ସେମାନଙ୍କର ଲର୍ଣ୍ଣିଂ ଷ୍ଟାଇଲ ଯୋଉ ରହିଲା, ତାକୁ ନେଇକି ମଧ୍ୟ ଆମେ କହିପାରିବା ଡିଫରେନ୍ସିଏସନ୍ ଆସିପାରିବ। ସେମାନଙ୍କର ଆବିଲିଟିକୁ ନେଇ, ସେମାନଙ୍କର ଡିଜାବିଲିଟିକୁ ନେଇ। ତ ସାଇକୋଲୋଜିକାଲ କ୍ୟାରେକ୍ଟରିଷ୍ଟିକ୍ସ ଯଦି ଆମେ ଦେଖୁଛେ, ତାହେଲେ ବହୁତ ସାରା ଡିଫରେନ୍ସିଏସନ୍ ଆସିପାରିବ ପିଲାମାନଙ୍କ ଭିତରେ। ପିଲାମାନଙ୍କର ଇମୋସନ ଡିଫରେଣ୍ଟ ଥାଇପାରେ, ପିଲାମାନଙ୍କ ଭିତରେ ବୁଦ୍ଧି ବା ଇଣ୍ଟେଲିଜେନ୍ସ ଅଲଗା ଅଲଗା ସମସ୍ତଙ୍କର ଥାଇପାରେ, ଅଭିପ୍ରେରଣା ବା ମୋଟିଭେସନ ଲେଭେଲ ସମସ୍ତଙ୍କର ଅଲଗା ଅଲଗା ଥାଇପାରେ। କି ହାଇଲି ମୋଟିଭେଟେଡ୍ ଥିବ, କି ମୋଟିଭେଟେଡ୍ ନଥିବ। ଲର୍ଣ୍ଣିଂ ଷ୍ଟାଇଲ ତମାନଙ୍କୁ ମୁଁ କହିଲି, ଏମିତି କି କିଛି ପିଲା ଭିଜୁଆଲ ଲର୍ଣ୍ଣର ଥିବେ, କିଛି ପିଲା ଅଡିଓଟୋରି ଲର୍ଣ୍ଣର ଥିବେ, କିଛି ପିଲା କାଇନେସ୍ଥେଟିକାଲ ଲର୍ଣ୍ଣର ଥିବେ, କିଛି ପିଲା ଟାକ୍ଟାଇଲ ଲର୍ଣ୍ଣର ଥିବେ। ତ ଲର୍ଣ୍ଣିଂ ଷ୍ଟାଇଲକୁ ନେଇକି ଡିଫରେନ୍ସିଏସନ୍, ଆବିଲିଟିକୁ ନେଇକି ଡିଫରେନ୍ସିଏସନ୍ ଆମେ କହୁଛେ, ଡିଜାବିଲିଟିକୁ ନେଇକି ଡିଫରେନ୍ସିଏସନ୍। କିଏ ଆମେ କହିପାରିବା କାହାର ରିଡିଂ ରିଲେଟେଡ୍ ଡିଜାବିଲିଟି ଥିବ, କାହାର ରାଇଟିଂ ରିଲେଟେଡ୍ ପ୍ରୋବ୍ଲେମ ଥିବ, କାହାର ସ୍ପିକିଂ ରିଲେଟେଡ୍ ପ୍ରୋବ୍ଲେମ ଥିବ, କାହାର ଲିଙ୍ଗୁଇଷ୍ଟିକ୍ ପ୍ରୋବ୍ଲେମ ଥିବ। ତ ଏଗୁଡ଼ା ହେଉଛି ତୁମମାନଙ୍କର କ'ଣ, କାହାର ନେଚର ନା ପିଲାମାନଙ୍କ ଭିତରେ ଥିବା ଭିନ୍ନତା, ଡାଇଭର୍ସିଟି, ପିଲାମାନଙ୍କର ଥିବା ଭ୍ୟାରିଏସନ୍, ପିଲାମାନଙ୍କ ଭିତରେ ଇଣ୍ଡିଭିଜୁଆଲ ଡିଫରେନ୍ସକୁ ଇଏ ଦର୍ଶଉଛି। ତ ଏଇଟା ଆନ୍ସର କି ଅନୁସାରେ ମଧ୍ୟ ତୁମମାନଙ୍କର କରେକ୍ଟ ଆନ୍ସର, ଏବଂ ଇଣ୍ଡିଭିଜୁଆଲ ଡିଫରେନ୍ସ ହେଉଛି ପରଫେକ୍ଟ ଆନ୍ସର। ଇଣ୍ଡିଭିଜୁଆଲ ଡିଫରେନ୍ସ କ୍ଲାସ ରୁମ୍ରେ ଆମେ ଦେଖୁଛେ, ହାଇଟ୍କୁ ନେଇକି ଇଣ୍ଡିଭିଜୁଆଲ ଡିଫରେନ୍ସ ଅଛି, ୱେଟ୍କୁ ନେଇକି ଇଣ୍ଡିଭିଜୁଆଲ ଡିଫରେନ୍ସ ଅଛି, ସେମାନଙ୍କର ଆବିଲିଟିକୁ ନେଇକି, ଡିଜାବିଲିଟିକୁ ନେଇକି, ଲର୍ଣ୍ଣିଂ ଷ୍ଟାଇଲକୁ ନେଇକି, ମୋଟିଭେସନକୁ ନେଇକି, ଇମୋସନାଲ ଷ୍ଟେଟକୁ ନେଇକି, ରିଲିଜନକୁ ନେଇକି, କାଷ୍ଟକୁ ନେଇକି। କିନ୍ତୁ ତା ଭିତରେ ଆମକୁ ସେ ପଚାରିଛି କେବଳ ସାଇକୋଲୋଜିକାଲ କ୍ୟାରେକ୍ଟରିଷ୍ଟିକ୍ସ। ସାଇକୋଲୋଜିକାଲ ଭିତରେ ଦେଖିବା, ଏଇଗୁଡାକ ଆମେ କହିପାରିବା ଡିଫରେନ୍ସିଏସନ୍ ଦେଖାଯାଏ ପିଲାମାନଙ୍କ ଭିତରେ, ବା ଇଣ୍ଡିଭିଜୁଆଲ ଡିଫରେନ୍ସ ଦେଖାଯାଏ। ତା ଆନ୍ସର ହେଲା ପିଲା ଅପସନ ଡି, ତୁମମାନଙ୍କର ଇଣ୍ଡିଭିଜୁଆଲ ଡିଫରେନ୍ସ। ଭ୍ୟାରିଏସନ୍ କହିବ, ଡିଫରେନ୍ସିଏସନ୍ କହିବ, ଯାହା ବି କହୁ ତମେ ଧ୍ୟାନ ଦେବ କ'ଣ କୋଶ୍ଚିନ୍ ପଚାରିଛି। Question number 2, the knowledge of individual differences among students
କ୍ୟାନ୍ ହେଲ୍ପ ଏ ଟିଚର। ଯଦି ଆଜ୍ ଏ ଟିଚର ମୁଁ ନିଜକୁ ଗୋଟେ ଶିକ୍ଷକ ବୋଲି ଭାବୁଛି, ଯଦି ମୋ ପାଖରେ ଯୋଉ ବ୍ୟକ୍ତିଗତ ପାର୍ଥକ୍ୟ ରହିଛି ବା ଇଣ୍ଡିଭିଜୁଆଲ ଡିଫରେନ୍ସ ରହିଛି ପିଲାମାନଙ୍କ ଭିତରେ, ସେଇ ସମ୍ବନ୍ଧୀୟ ଜ୍ଞାନ ମୁଁ ହାସଲ କରୁଛି, ସେଟା ମତେ କେମିତି ହେଲ୍ପ କରିବ? ଆନ୍ସର କର ପିଲେ। ଯଦି ଆନ୍ସର ପାଇବାକୁ ତମକୁ ଡିଫିକଲ୍ଟ ଲାଗୁଛି, ତାହେଲେ ତମେ ଡିଲେସନ ମେଥଡରେ କାଟିଦବ। ମେଣ୍ଟେନିଂ ପ୍ରପର କ୍ଲାସ ଡିସିପ୍ଲିନ। ଯଦି ମୁଁ ଜାଣିବି କ୍ଲାସ ରୁମରେ ଡାଇଭରସିଟି ଅଛି, କେବଳ କ୍ଲାସ ରୁମ ଡିସିପ୍ଲିନ ମେଣ୍ଟେନ କରିବା ମତେ ହେଲ୍ପଫୁଲ ହବ କି? ଏ ବହୁତ ଲିମିଟରେ କହୁଛି। ଷ୍ଟଡିଂ ନେସେସାରୀ ଲିଟରେଚର। ମୁଁ ଲିଟରେଚର ପଢିଲେ ଏଇଟା କଣ ପିଲାଙ୍କୁ କଣ ହେଲ୍ପଫୁଲ ହବ? ମୁଁ ବିଭିନ୍ନ ପ୍ରକାର ଲିଟରେଚର ପଢିବି, କିନ୍ତୁ ମତେ ଦରକାର କ୍ଲାସ ରୁମକୁ ଇଫେକ୍ଟିଭ ବନେଇବାର ଅଛି, କ୍ଲାସ ରୁମକୁ ଭଲ ବନେଇବାର ଅଛି। ତ ଏଇଟା ବି ଗୋଟେ ଆପ୍ରୋପ୍ରିଏଟ ଆମକୁ ଲାଗୁନି। ଡିଭାଇଜିଂ ସୁଇଟେବୁଲ ଟିଚିଂ ଷ୍ଟ୍ରାଟେଜି। ଯଦି ମୁଁ ଜାଣିବି ପିଲାମାନଙ୍କ ଭିତରେ ଡିଫରେନ୍ସିଏସନ ଅଛି, ସେଇ ଅନୁସାରେ ମୁଁ କଣ କରିପାରିବି ନା ସୁଇଟେବୁଲ ଟିଚିଂ ଷ୍ଟ୍ରାଟେଜି ଗୁଡ଼ିକୁ ପ୍ଲାନ୍ କରିପାରିବି, ଅର୍ ଆଇ କ୍ୟାନ୍ ଫିଗର ଆଉଟ୍ କୋଉ କୋଉ ଟିଚିଂ ଷ୍ଟ୍ରାଟେଜି ଗୁଡାକ, କୋଉ ଆମେ କହିପାରିବା ଟୁଲ୍ସ, ଟେକ୍ନିକ୍ସ, ମେଥଡୋଲୋଜି ଗୁଡାକ ପିଲାମାନଙ୍କ ପାଇଁ ଆପ୍ରୋପ୍ରିଏଟ, ସେଇ ଅନୁସାରେ ମୁଁ ଟ୍ରିଟମେଣ୍ଟ ଗୁଡାକ ପ୍ରୋଭାଇଡ କରିପାରିବି। ମୁଁ ସେଇଥିପାଇଁ ତମକୁ ଯେତେବେଳେ ଇଣ୍ଡିଭିଜୁଆଲ ଡିଫରେନ୍ସ ପଢଉଥିଲି, ଯେତେବେଳେ ମେଥଡ୍ସ ପଢଉଥିଲି, ଗୋଟେ ମେଥଡ୍ସ ପଢେଇଥିବି ଡିଫରେନ୍ସିଏଟେଡ ଇନଷ୍ଟ୍ରକ୍ସନ। ତମାନେ ମନେ ପକେଇବ ଯଦି ତୁମାନେ ଶିକ୍ଷାଶାସ୍ତ୍ରକୁ ଫଲୋ କରୁଥିବ। ଡିଫରେନ୍ସିଏଟେଡ ଇନଷ୍ଟ୍ରକ୍ସନ ପଢେଇଥିଲି, ମୁଁ ତମର ସେଇଠି ବି କହିଥିବି, ଯେହେତୁ କ୍ଲାସ ରୁମରେ ଭେରିଏସନ ଅଛି, ଡାଇଭରସିଟି ଅଛି ବା ଇଣ୍ଡିଭିଜୁଆଲ ଡିଫରେନ୍ସ ଅଛି, ସେ ଦୃଷ୍ଟିକୋଣରୁ ଟିଚର କଣ କରିବ ନା ଡିଫରେନ୍ସିଏଟେଡ ଇନଷ୍ଟ୍ରକ୍ସନ ମାଧ୍ୟମରେ ବିଭିନ୍ନ ପ୍ରକାର ଟିଚିଂ ଷ୍ଟ୍ରାଟେଜି, ବିଭିନ୍ନ ପ୍ରକାର ଟିଚିଂ ମେଥଡ୍ସ, ବିଭିନ୍ନ ପ୍ରକାର ଟିଚିଂ ଟୁଲ୍ସକୁ ବ୍ୟବହାର କରି ପିଲାମାନଙ୍କର ନିଡକୁ ଫୁଲଫିଲ କରିବ। ସେଇ ଦୃଷ୍ଟିକୋଣରୁ ପିଲା ଅପସନ ସି ତୁମମାନଙ୍କର ଏଠି କରେକ୍ଟ ଆନ୍ସର। Devising suitable teaching strategy, or the teacher can find out or figure out what are the best strategies or tools or techniques or methods for effective teaching learning process. Question number 3 play. Rogers define process of learning as a change form. play Rogers learning टाକୁ କେଉଁ ଭଳି ଭାବରେ ଡିଫାଇନ୍ କରିଛନ୍ତି କି ଯୋଉ ପ୍ରୋସେସ ଅଫ ଲର୍ଣ୍ଣିଂ ରହିଲା ବା ଶିକ୍ଷଣର ଯୋଉ ପ୍ରକ୍ରିୟାଟା ରହିଲା, ସେଟା କେମିତି ଚେଞ୍ଜ ହଉଛି? ପିଲେ ରୋଜର୍ସଙ୍କ ମତରେ ଲର୍ଣ୍ଣିଂ କଣ? ଲର୍ଣ୍ଣିଂ ହଉଛି ଟ୍ରାନ୍ସଫରମେସନାଲ। ମାନେ ଦେଖିବ ଯଦି ୟୁଟ୍ୟୁବରେ ବି ଏବେ ବି ସର୍ଚ୍ଚ କରିବ କାର୍ଲ ରୋଜରଙ୍କ ବିଷୟରେ, ତାହେଲେ ଫାଷ୍ଟ ତୁମମାନଙ୍କର ଶିକ୍ଷାଶାସ୍ତ୍ରରେ ଆସୁଥିବ ତୁମମାନଙ୍କର ଗୋଟେ ଭିଡିଓ, ଯୋଉଥିରେ ତୁମମାନେ ଦେଖିବ, ସେଥିରେ ମୁଁ ତୁମମାନଙ୍କୁ ବିଟ୍ ବାଇ ବିଟ୍ କାର୍ଲ ରୋଜର୍ସକୁ କଭର ଅପ୍ କରିଛି। ଏବଂ ସେଇଥିରେ ତୁମମାନଙ୍କୁ ମୁଁ ଗୋଟେ କହିଥିଲି ପିଲେ ମନେ ପକେଇବ, ମିନିଂଫୁଲ ଲର୍ଣ୍ଣିଂରେ କହିଥିଲି ତୁମମାନଙ୍କୁ କଣ ନା ଏକ୍ସପିରିଏନ୍ସିଆଲ ଲର୍ଣ୍ଣିଂ କଥା, ଆଉ ମିନିଂଲେସ୍ ଲର୍ଣ୍ଣିଂରେ କହିଥିଲି ତୁମମାନଙ୍କୁ କଗ୍ନେଟିଭ ଲର୍ଣ୍ଣିଂ କଥା, ଯୋଉଟା କାର୍ଲ ରୋଜର ମେନସନ କରିଛନ୍ତି। ଏଇଟା ସେଇଥିରୁ କୋଶ୍ଚିନ୍, କିନ୍ତୁ ଟିକେ ଆଉ ଟିକେ ତୁମମାନଙ୍କୁ ଡେପ୍ଥ ଯାଇକି ସେ ପଚାରିଛି। କାର୍ଲ ରୋଜରଙ୍କ ମତରେ ଲର୍ଣ୍ଣିଂ ହଉଛି କଣ ନା ଟ୍ରାନ୍ସଫରମେସନାଲ, ପର୍ସନାଲ ଗ୍ରୋଥ ଓରିଏଣ୍ଟେଡ ଆମେ କହିପାରିବା। ଯେତେବେଳେ ଲର୍ଣ୍ଣିଂ ହଉଛି ଟ୍ରାନ୍ସଫରମେସନାଲ, କାର୍ଲ ରୋଜର କହୁଛନ୍ତି ମିନିଂଫୁଲ ଲର୍ଣ୍ଣିଂ କଥା। ପିଲେ ମିନିଂଫୁଲ ଲର୍ଣ୍ଣିଂ କଣ ନା ଅର୍ଥପୂର୍ଣ୍ଣ ଶିକ୍ଷଣ। ସେ କାହାକୁ ମିନିଂଫୁଲ ଲର୍ଣ୍ଣିଂ ପିଲେ କହୁଥିଲେ ନା ଏକ୍ସପିରିଏନ୍ସିଆଲ ଲର୍ଣ୍ଣିଂ ହଉଛି ମିନିଂଫୁଲ ଲର୍ଣ୍ଣିଂ। ସେ କଣ କହୁଛନ୍ତି ନା ମିନିଂଫୁଲ ଲର୍ଣ୍ଣିଂ leads to change in self perception। এই ଯୋଉ ମିନିଂଫୁଲ ଲର୍ଣ୍ଣିଂ ଟା ଅର୍ଥପୂର୍ଣ୍ଣ ଶିକ୍ଷଣ କଣ କରେ ନା ଆମର ସେଲ୍ଫ ପରସେପସନ ରେ ଚେଞ୍ଜ ଆଣିଥାଏ। ଆଉ ଯଦି ଆମର ସେଲ୍ଫ ପରସେପସନ ରେ ଚେଞ୍ଜ ହଉଛି, ସେଇଟା ଆମକୁ କୋଉଥିରେ ହେଲ୍ପ କରୁଛି ପିଲେ? that helps us shifting। ସେଇଟା ଆମକୁ ହେଲ୍ପ କରୁଛି ସିଫ୍ଟ କରିବାକୁ କୋଉଥିରୁ ନା ରିଏଲ ଲାଇଫ ଟୁ ଆଇଡିଆଲ ଲାଇଫ। ଏ ରିଏଲ ଲାଇଫ କୁ ଆଇଡିଆଲ ଲାଇଫ କୁ ଯଦି ଆମେ ଡିକୋଡ କରିଦବା କଣ ନା ଫ୍ରମ କରେଣ୍ଟ ସେଲ୍ଫ ଟୁ ଆଇଡିଆଲ ସେଲ୍ଫ। ହ୍ୱାଟ ୟୁ ଆସ୍ପାୟାର ଟୁ ବି, ତୁମେ କଣ ହବାକୁ ଚାହୁଁଛ? ହ୍ୱାଟ ୟୁ ରାଇଟ ନାଉ ଆଣ୍ଡ ହ୍ୱାଟ ୟୁ ୱାଣ୍ଟ ଟୁ ବି ଇନ୍ ଫ୍ୟୁଚର, ଯୋଉଟାକୁ ଆମେ କହୁଛେ। ତାହେଲେ ପିଲେ ଦେଖ ଏଇଟା କେମିତି ସିକ୍ୱେନ୍ସରେ ଯାଉଛି। ରିଏଲ ଲାଇଫ ଟୁ ଆଇଡିଆଲ ଲାଇଫ ଆମେ ବୁଝିବା କେମିତି ନା ସାର୍, ରିଏଲ ଲାଇଫ କୁ ଆମେ ଭାବନ୍ତୁ ଯୋଉଟା ତୁମମାନଙ୍କର କରେଣ୍ଟ ସେଲ୍ଫ, ଯୋଉଟାକୁ ଆମେ କହୁଛେ ବା ତୁମମାନଙ୍କର ସେଲ୍ଫ ଇମେଜ କୁ ଆମେ କହୁଛେ କେମିତି ସେଇଟା ତୁମମାନଙ୍କର ଗୋଟେ ଆଇଡିଆଲ ସେଲ୍ଫ ଆଡକୁ ଯାଇପାରିବା। ତମର କରେଣ୍ଟ ସେଲ୍ଫ ରୁ ସେଇଟା କେମିତି ଗୋଟେ ଆଇଡିଆଲ ସେଲ୍ଫ ଆଡକୁ ଯାଇପାରିବ। ଯଦି ଆଇଡିଆଲ ସେଲ୍ଫ ଆଡକୁ ଯାଇପାରୁଛି, ତାହେଲେ ତମମାନଙ୍କର କଣ ହବ ନା ସେଲ୍ଫ ଆକ୍ଚୁଆଲାଇଜେସନ ହେଇପାରିବ। କେତେ ସିମ୍ପଲ ଜିନିଷଟେ। କାର୍ଲୋଜନଙ୍କ ମତରେ ସେ ଲର୍ଣ୍ଣିଂ ହଉଛି ପର୍ସନାଲ ଗ୍ରୋଥ ଓରିଏଣ୍ଟେଡ, ଲର୍ଣ୍ଣିଂ ହଉଛି ଟ୍ରାନ୍ସଫରମେସନାଲ, ଏକ୍ସପିରିଏନ୍ସିଆଲ ଲର୍ଣ୍ଣିଂ ହଉଛି ମିନିଂଫୁଲ ଲର୍ଣ୍ଣିଂ।
ମିନିଂଫୁଲ ଲର୍ଣ୍ଣିଂ ଯେତେବେଳେ ହବ କଣ ହବ ନା ମିନିଂଫୁଲ ଲର୍ଣ୍ଣିଂଟା ହେଲ୍ପ କରିବ ବା ଲିଡ୍ କରିବ ସେଲ୍ଫ ପରସେପ୍ସନରେ ଚେଞ୍ଜ ପାଇଁ। ଯେତେବେଳେ ସେଲ୍ଫ ପରସେପ୍ସନରେ ଚେଞ୍ଜ ହବ ସେଇଟା ଆମକୁ ହେଲ୍ପ କରିବ କୋଉଥିରେ ନା ଆମର କରେଣ୍ଟ ସେଲ୍ଫଟାକୁ ସିଫ୍ଟ କରିବା ପାଇଁ କୁଆଡକୁ ନା ଆଇଡିଆଲ ସେଲ୍ଫ ଆଡକୁ। ଯେତେବେଳେ ଆମର ଆଇଡିଆଲ ସେଲ୍ଫଟା ଭଲ ଭାବରେ ଆମେ କହିପାରିବା ଗଠନ ହେଇପାରିବ ସେତେବେଳେ ଆମର ସେଲ୍ଫ ଆକ୍ଚୁଆଲାଇଜେସନ ହବ ବା ଯେତେବେଳେ ଆମର ସେଲ୍ଫ ଇମେଜଟା ବା କରେଣ୍ଟ ସେଲ୍ଫଟା ଆଇଡିଆଲ ସେଲ୍ଫ ସହିତ ଭଲ ଭାବରେ ମର୍ଜ ହେଇଯିବ ତାକୁ ଓଭରଲ୍ୟାପ୍ କରିଦେବ ସେଇ ସମୟରେ ଆମର ସେଲ୍ଫ ଆକ୍ଚୁଆଲାଇଜେସନ ହବ ବା ଯୋଉଟାକୁ ଆମେ କହୁଛେ କଂଗ୍ରୁଏନ୍ସ ଭାବରେ ଆମେ ତାକୁ ଗ୍ରହଣ କରିଥିଲେ। ତ ଏଇଠି ଯୋଉ କହୁଛେ ରିଏଲ ଲାଇଫ ଟୁ ଆଇଡିଆଲ ଲାଇଫ ଆଡକୁ ଆମେ ଗତି କରିପାରିବା। ତ ଏଇଠି ତୁମମାନଙ୍କର ଆନ୍ସର ପିଲେ କଣ ଅପସନ ବି ହଉଛି କରେକ୍ଟ ଆନ୍ସର। क्वेश्चन नंबर 4 पिले एईटा तो माने समस्ते एठी कंफ्यूज अछ सर एठी तो आमे रहिछु आ एठी किछि पिला कहिसंती ऑप्शन सी रे करेक्ट किछि पिला करसंती ऑप्शन डी रे ताले आमे जानिबा शिक्षा शास्त्र रे सार कोन कहउचंती एटा कोउट आंसर बा आंसर के अनुसार तो मानकर देइछि ऑप्शन डी होछि करेक्ट किंतु मोर पिला किछि करि के आछंती ऑप्शन सी देखिबा ऑप्शन सी हबो कि नाही ऑप्शन डी हबो कि नाही क्वेश्चन मगम जाछि आज ए रिजल्ट ऑफ फीडबैक बेस्ड ऑन फॉर्मेटिव असेसमेंट फॉर्मेटिव असेसमेंट अनुसार जेतोळे आमे फीडबैक कथा कहूचे एवं सेही फीडबैक आधार रे लर्नर कोन करूची लर्नर्स मॉडिफाई देयर एक्जिस्टिंग नॉलेज पिल्ला कोन करूची तार जहा वर्तमान ज्ञान अछि ताकू से परिवर्तन करूची बा मॉडिफाई करूची कहा आधार रे ना फॉर्मेटिव असेसमेंट रे जो फीडबैक मिलिची से फीडबैक आधार रे ताहले एटा को प्रकार रो अप्रोच भितर आसीबो ना सर आपण कहितले पा असेसमेंट फॉर लर्निंग होची फॉर्मेटिव तो ये तो पचारला फॉर्मेटिव असेसमेंट रे जो फीडबैक मिलुची से फीडबैक आधार रे लर्नर जेतेबेले तार एक्जिस्टिंग नॉलेज को मॉडिफाई करूची तो सेही अनुसार आमे कोन करिया ऑप्शन सी सहित जिबा कि ऑप्शन सी होची करेक्ट आउ ऑप्शन डी टा मध्य तुम मान कर देछि असेसमेंट आज लर्निंग पिला मध्य लॉजिक लगेबे सर एटी लर्नर निजे मॉडिफाई करूची तार एक्जिस्टिंग नॉलेज को जेहेतु लर्नर निजे मॉडिफाई करूची आपण कहितले सेल्फ मॉनिटर जेतेबेले होची बा सेल्फ रेगुलेशन जेतेबेले होची बा सेल्फ रेगुलेटेड जेतेबेले होची असेसमेंटा पिला जेतेबेले सेल्फ रिफ्लेक्शन करूची ताहले आमे कोन कहबा ना असेसमेंट आज लर्निंग जेहेतु पिला एठी निजे मॉनिटर करूची ताहले आमे कोन का सहित जिबा असेसमेंट आज लर्निंग सहित भी जिबा मु तुमମାନଙ୍କର ए अप्रोच पढिला बेले कहितली कि तुमମାନଙ୍କର सेल्फ असेसमेंट ता असेसमेंट फॉर लर्निंग रे जिवो असेसमेंट आज लर्निंग रे जिवो फीडबैक ता तुमମାନଙ୍କର जोथरे स्टूडेंट इन्वॉल्वमेंट रहउची सेटा असेसमेंट फॉर लर्निंग रे जिवो असेसमेंट आज लर्निंग रे जिवो मन रखियो पिला माने आउ जेहेतु तुमମାନଙ୍କର आंसर की रे देइची ऑप्शन डी होची करेक्ट एटा को हमें काटी परिबा नाही आ ऑप्शन डी भी तुमମାନଙ୍କର क्वेश्चन रो नेचर अनुसार ठीक अछि किंतु ऑप्शन सी मध्य तुमମାନଙ୍କର निश्चिंत भाबरे करेक्ट आंसर हबो तेणु करी तुम माने जो माने भी चाहुचो काली चैलेंज करिया पई तुमମାନଙ୍କର डेट अछि काली तुम माने चैलेंज करि परिबो कि ऑप्शन ए क्वेश्चन नंबर 4 रे हमकु ग्रेस मार्क मिलु ठीक अछि पिले एथि पई तुम मो पाखरे तो एबे जहा मु पिलांग सब बही दे देछि मो पाखरे एथि एबे जहा गोटे गोटे बही अछि से खटोइंकर बही तार मु तुमମାନଙ୍କୁ पीडीएफ बनेकी तार प्रूफ टा मु तुमମାନଙ୍କୁ टेलीग्राम ग्रुप जो अछि शिक्षा शास्त्र जोटा कि सेथे शेयर कर देबी एवं टेलीग्राम ग्रुप रो लिंक मधो तुमମାନଙ୍କୁ मु दे देबी कमेंट बॉक्स रे तुम से टेलीग्राम चैनल को जाई से थ्रू सेही प्रूफ को आधार तुम माने चैलेंज करि परिबो आ तुम पाखे जदि किछि बुक थिबो तुम माने ताक मधो रेफर करि परिबो ठीक है पिले से पेज रे तुमମାନଙ୍କର हेडी मेंशन अछि सेटा असेसमेंट फॉर लर्निंग हे परिबो असेसमेंट आज लर्निंग हेबा दी टाकर लॉजिक सेडी मेंशन अछि फॉर सपक्षर अछि आज सपक्षर मध्य अछि तो किंतु आंसर के अनुसार तुमମାନଙ୍କର पिले आंसर कोन ना ऑप्शन डी होछि आंसर किंतु एटा बहुत तुमମାନଙ୍କର आंसर हे परिबो क्वेश्चन जे पिले क्वेश्चन नंबर 5 The degree to which a learner is prepared to receive formal instruction is technically known as जेतोळे आमे कहूचे गोटे पिला फॉर्मल इंस्ट्रक्शन पई प्रिपेयर्ड अछि प्रिपेयर्डनेस बा तको में रेडीनेस कहूचे अर्थात द लर्नर रेडी अछि फॉर्मल इंस्ट्रक्शन को गेन करिया पई तो एटा तुमनकर लर्निंग रेडीनेस सहित एसोसिएटेड एटा बहुत इजी क्वेश्चन टा किंतु लर्निंग रेडीनेस कहले माने तमाने मन रखियो ये पछरला का कथा ना लॉ ऑफ रेडीनेस कथा आमे कहूचे लर्निंग रेडीनेस गोटे कंडीशन ऑफ लर्निंग किंतु एटा एथु तो माने रिलेट करिया कोन ना लॉ ऑफ रेडीनेस कथा लॉ ऑफ रेडीनेस कहूच माने आमे का कथि जाउचे पिले ना सर आमे एडवर्ड थॉर्नडाइक कथा कहूचे
ଯିଏକି ତୁମମାନଙ୍କର ଟ୍ରାଏଲ୍ ଆଣ୍ଡ ଏରର୍ ଲର୍ଣ୍ଣିଂ ଥିଓରୀ ପ୍ରଦାନ କରିଛନ୍ତି। ଆଉ ସେଥିରେ ତୁମମାନଙ୍କର ସେ 3ଟା ଲ କଥା କହିଛନ୍ତି ପିଲେ ତମମାନେ ଜାଣିଥିବ କଣ? ନା ସାର୍ ଲ ଅଫ ଗୋଟେ ଯୋଉଟାକୁ ଆମେ ଜାଣିଲେ ରେଡିନେସ୍, ଆଉ ଗୋଟେ ହେଲା ଲ ଅଫ ଏକ୍ସରସାଇଜ, ଆଉ ଗୋଟେ ହେଲା ତୁମମାନଙ୍କର ଲ ଅଫ ଇଫେକ୍ଟ REE ମନେ ରଖିଥିବ ରେଡିନେସ୍ ଏକ୍ସରସାଇଜ ଆଣ୍ଡ ଇଫେକ୍ଟ। କେହି ଲ ଅଫ ଏକ୍ସରସାଇଜ କୁ ଲ ଅଫ ପ୍ରାକ୍ଟିସ ମଧ୍ୟ କହନ୍ତି। ଏଇ ଯୋଉ ଲ ଅଫ ରେଡିନେସ୍ ପିଲା ରହିଲା ଆର 3ଟା ଦିଗ ଅଛି ତମମାନେ ମନେ ରଖିବ। କଣ ନା ସେ ଯେତେବେଳେ ପିଲା ରେଡି ଥିବ, ପିଲା ରେଡି ଅଛି ପାଠ ପଢିବା ପାଇଁ, ଯଦି ସେଇ ସମୟରେ ମୁଁ ପିଲାଙ୍କୁ ପଢଉଛି ତାହେଲେ ମୋ ପାଠ ପଢାଟା ଇଫେକ୍ଟିଭ ହବ, ପିଲା ଭଲ ଭାବରେ ଲର୍ଣ୍ଣିଂଟା ହବ, ପିଲା ଭଲସେ ଗେନ୍ କରିପାରିବ। ଯଦି ପିଲା ରେଡି ନାହିଁ, ଯଦି ପିଲା ରେଡି ନାହିଁ ସେଇ ସମୟରେ ମୁଁ କଣ କରୁଛି ପିଲାକୁ ପଢଉଛି, ତାହେଲେ ସେଟା ଇନଇଫେକ୍ଟିଭ ହବ ବା ଇଫେକ୍ଟିଭ ହବ ନାହିଁ, ଆନୋଇଂ ହବ, ପିଲାମାନଙ୍କ ପାଇଁ ବେଟର ହବ ନାହିଁ। ଆଉ ଗୋଟେ କଣ୍ଡିସନ କଣ ନା ପିଲା ରେଡି ଅଛି କିନ୍ତୁ ମୁଁ ସେମାନଙ୍କୁ ପିଲା ଏଠି ରେଡି ଅଛି କିନ୍ତୁ ମୁଁ ସେମାନଙ୍କୁ ପଢଉ ନାହିଁ, ମୁଁ ସେମାନଙ୍କୁ ଏଫର୍ଟ ଦଉନାହିଁ ବା ମୁଁ ସେମାନଙ୍କୁ ତୟାର କରଉନାହିଁ, ତାହେଲେ ମଧ୍ୟ ସେଇଟା ଆନୋଇଂ ହବ, ତାଟା ତ ବେଟର ହବ ନାହିଁ। କାରଣ ପିଲା ରେଡି ଅଛି ମୁଁ ପଢଉନି, ପଢଉନି ମାନେ ତ ବେଟର ସରିଲା। ଏଇ 3ଟା କଣ୍ଡିସନ ମନେ ରଖିବ ପିଲେ ଯେତେବେଳେ ଲ ଅଫ ରେଡିନେସ୍ କଥା ଆମେ କହୁଛେ ବା ରେଡିନେସ୍ ରିଲେଟେଡ କଥା ଆମେ କହୁଛେ। ତ ଏଇଠି ତୁମମାନଙ୍କର ଅପସନ ବି ପିଲେ କରେକ୍ଟ ଆନ୍ସର, ଏଟା ଠିକ ମଧ୍ୟ ଅଛି। Let's see apply question number 6. The characteristics of a test item by virtue of which it can separate a good learners from poor ones is technically termed as ପିଲେ ମୁଁ ତମମାନଙ୍କୁ ଆଇଟମ ଆନାଲିସିସ୍ କଥା ଯେତେବେଳେ ତମମାନଙ୍କର ମୋଷ୍ଟ ଆଡଭାନ୍ସ ମକ୍ ଟେଷ୍ଟ ପ୍ରିପାରେସନ କରଉଥିଲି, ଯୋଉମାନେ ପିଲା ଆଟେଣ୍ଟିଭଲି କ୍ଲାସ୍ କରିଛ ମୋର ବିଶ୍ୱାସ ସେମାନେ ପୁରା 20ରୁ 20 ରଖିଥିବ, କେହି ବି ଗୋଟେ ଭୁଲ କ୍ୱେଶ୍ଚିନ୍ କରିନଥିବ। ତମମାନଙ୍କୁ ଲାଗୁଥିବ କି ସାର୍ ଇଜି କ୍ୱେଶ୍ଚିନ୍ ପ୍ରିପାରେସନ କରୁଛନ୍ତି, ଇଜି ଲେବୁଲ ପ୍ରିପାରେସନ କରୁଛନ୍ତି। ମୁଁ ତମମାନଙ୍କୁ ସବୁବେଳେ ମନେ ରଖିଛି ଅଦର ଷ୍ଟେଟର, ସିଟେଟର, ଓଟିଇଟିର, ଓଏସଏସଟିର ସବୁ କ୍ୱେଶ୍ଚିନ୍ର ଲେବୁଲକୁ ମର୍ଜ କରିକି ତମମାନଙ୍କର ପ୍ରିପାରେସନ କରୁଛି କି ଓଡ଼ିଶାରେ ଇଜି ଲେବୁଲରେ ପଚାରୁଛନ୍ତି, ତ ସେଇ ଲେବୁଲକୁ ମୁଁ ଦେଖିକି ତମମାନଙ୍କର ପ୍ରିପାରେସନ କରିଛି, ଆଉ ସେଇ ଇଜିରୁ ହିଁ ତମମାନେ ଭୁଲ କରିକି ଆସିଛ ଆଉ ଭୁଲ ବି କରୁଛ। ତେଣୁକରି ତମମାନେ କେବେ ନେଗ୍ଲେକ୍ଟ କରିବନି। ତମମାନଙ୍କର ପ୍ରାୟ 100ଟା ପାଖାପାଖି ମୁଁ ତମମାନଙ୍କର ମୋଷ୍ଟ ଆଡଭାନ୍ସ ମକ୍ ଟେଷ୍ଟ କରାଇଛି। ଯୋଉମାନେ ବି ଆଟେଣ୍ଡ କରିଥିବେ ମୋର ବିଶ୍ୱାସ ସେମାନେ ଏଇ କ୍ୱେଶ୍ଚିନ୍କୁ ଠିକ କରିଥିବ। ମୁଁ ତମମାନଙ୍କୁ ଯେତେବେଳେ ଆଇଟମ ଆନାଲିସିସ୍ ପିଲେ ପଢଉଥିଲି, ଆଇଟମ ଆନାଲିସିସ୍ ଯେତେବେଳେ ପଢଉଥିଲି ସେଇ ସମୟରେ ମୁଁ ତମମାନଙ୍କୁ କହିଥିଲି 3ଟା ଜିନିଷ ମନେ ରଖିବ ବା 3ଟା ଜିନିଷ ଦେଇ ଆମେ ଗତି କରିଥାଉ। କଣ ହେଲା ନା ଗୋଟେ ହେଲା ଡିଫିକଲ୍ଟ ଇଣ୍ଡେକ୍ସ, ଗୋଟେ ହେଲା ଡିସ୍କ୍ରିମିନେସନ ଇଣ୍ଡେକ୍ସ, ଆଉ ଗୋଟେ ହେଲା ଡିଷ୍ଟ୍ରାକ୍ଟର। ଏଇ 3ଟା ଜିନିଷକୁ ଆମେ ଆଇଟମ ଆନାଲିସିସରେ ପ୍ଲେ କରିଥାଉ। ମୁଁ ତମକୁ ଆଇଟମ ଆନାଲିସିସ୍ ପ୍ଲେ ଗୋଟେ ସେପାରେଟ କ୍ଲାସ କରିକି ଭଲ ଭାବରେ କହିଦେବି ତମମାନଙ୍କର ଟିଜିଟି ଆର୍ଟସ ଆଉ ଟିଜିଟି ତୁମମାନଙ୍କର ଯୋଉ ଏକ୍ଜାମ ଗୁଡାକ ଅଛି ଯୋଉ ପିଲାମାନଙ୍କର ସେମାନଙ୍କର ହେବା ପୂର୍ବରୁ, କାରଣ ଯାହା ଦେଖୁଛି ମୁଁ ତୁମମାନଙ୍କର ଆଇଟମ ଆନାଲିସିସରୁ କ୍ୱେଶ୍ଚିନ୍ ପଚାରୁଛି। ଆଉ ଯୋଉ ସେକେଣ୍ଡ ପାର୍ଟ ହେଲା ଡିସ୍କ୍ରିମିନେସନ ଇଣ୍ଡେକ୍ସ, ସେଇଥିରେ ହିଁ ଆମେ କଣ କରୁ ସେପାରେଟ କରିଥାଉ ଗୁଡ ଲର୍ନର୍ସ ଆଉ ପୁଅର ଲର୍ନର୍ସ, ହାଇ ଆଚିଭର୍ସ ଆଉ ଲୋ ଆଚିଭର୍ସ, ହାଇ ରାଙ୍କର୍ସ ଆଉ ଲୋ ରାଙ୍କର୍ସ। ତ ସେଇ ଦୃଷ୍ଟିକୋଣରୁ ତୁମମାନଙ୍କର ପିଲେ ଅପସନ ବି ହଉଛି କରେକ୍ଟ ଆନ୍ସର, discriminating power of the items. Question number 7 play. Which of the following is least important for a teacher while providing for individual differences in the classroom? ଯେତେବେଳେ ଆମେ କ୍ଲାସରୁମରେ ଇଣ୍ଡିଭିଜୁଆଲ ଡିଫରେନ୍ସ ଦେଖୁଛେ, ଆଦରୁ କୋଉଟା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ପିଲେ? ଯେତେବେଳେ ଆମେ କ୍ଲାସରୁମରେ ଦେଖୁଛେ ପିଲାମାନଙ୍କ ଭିତରେ ପୂର୍ବରୁ ଗୋଟେ କ୍ୱେଶ୍ଚିନ୍ ଡିସ୍କସନ କରିକି ଆସିଲେ ସାଇକୋଲୋଜିକାଲ କ୍ୟାରେକ୍ଟରିଷ୍ଟିକ୍ସକୁ ନେଇ ପିଲାମାନଙ୍କ ଭିତରେ ଡିଫରେନ୍ସିଏସନ ଅଛି ବା ଇଣ୍ଡିଭିଜୁଆଲ ଡିଫରେନ୍ସ ଅଛି। ତ ଆଜ ଏ ଟିଚର ଆମକୁ ଆଦରୁ କୋଉଟାକୁ ଗୁରୁତ୍ୱ ଦବା ଉଚିତ ନୁହେଁ? ଆମେ ଜାଣିଛେ ଡାଇଭର୍ସ ବ୍ୟାକଗ୍ରାଉଣ୍ଡ ଆମେ ପିଲାଙ୍କର ଅଛି, ପିଲାଙ୍କର ସୋସିଓ ବ୍ୟାକଗ୍ରାଉଣ୍ଡ ଅଲଗା, ପିଲାଙ୍କର ଇକୋନୋମିକାଲ ବ୍ୟାକଗ୍ରାଉଣ୍ଡ ଅଲଗା। ତେଣୁକରି ଆମେ ଜାଣୁଛେ କ୍ଲାସରୁମରେ ଯେତେ ଇଣ୍ଡିଭିଜୁଆଲ ଡିଫରେନ୍ସ ଅଛି ତ ସେ ଡାଇଭର୍ସିଟି ଥିବ, ଡାଇଭର୍ସ ବ୍ୟାକଗ୍ରାଉଣ୍ଡର ପିଲା ଥିବେ, ଲର୍ଣ୍ଣିଂ ଷ୍ଟାଇଲ ସେମାନଙ୍କର ଭିନ୍ନ ଭିନ୍ନ ଥିବ, ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ। ମୋଟିଭେସନ ଲେବୁଲ ସେମାନଙ୍କର ଡିଫରେଣ୍ଟ ଥିବ। ମୁଁ ତମମାନଙ୍କୁ ପୂର୍ବରୁ ବି କହିକି ଆସିଲି ଇମୋସନାଲ ଷ୍ଟେଟ୍ ସେମାନଙ୍କର ଅଲଗା ଅଲଗା ଥିବ, ସେମାନଙ୍କର ଇଣ୍ଟେଲିଜେନ୍ସ ଅଲଗା ଅଲଗା ଥିବ, ସେମାନଙ୍କର ଆମେ କହୁଛେ ଆବିଲିଟି ଅଲଗା ଅଲଗା ଥିବ ବା ଆବିଲିଟିରେ ବା କାପାବିଲିଟିରେ ବା ପୋଟେନ୍ସିଆଲିଟି ଡିଫରେନ୍ସିଏସନ ଥିବ। କିନ୍ତୁ ହାଇଟ୍ ଆଉ ୱେଟ୍ର ହାଇଟ୍ ୱେଟ୍ କାଷ୍ଟ ରିଲିଜନ ଏଗୁଡାକ ଲିଷ୍ଟ, ଏଗୁଡାକୁ ଆମେ ଗୁରୁତ୍ୱ ଆରୋପ କରୁନାହୁଁ। ମନେ ରଖିଥିବ ହାଇଟ୍ ହଉ ୱେଟ୍ ହଉ ସେମାନଙ୍କର ଆମେ କହୁଛେ
ରିଲିଜନ ହଉ କାଷ୍ଟ ହଉ ଏଗୁଡାକୁ ଗୁରୁତ୍ୱାରୋପ କରାଯାଏ ନାହିଁ। ଆମେ ଟିଚିଂ ଲର୍ଣ୍ଣିଂ ଯେତେବେଳେ କଥା କହୁଛେ ବା ଯେତେବେଳେ ଆମେ ଟିଚିଂ ଲର୍ଣ୍ଣିଂ ଷ୍ଟ୍ରାଟେଜିକୁ ଚୁଜ୍ କରୁଛେ ଟୁଲକୁ ଚୁଜ୍ କରୁଛେ ତ ସେଇ ଦୃଷ୍ଟିକୋଣରୁ ଅପସନ ବି ତୁମମାନଙ୍କର କରେକ୍ଟ ଆନ୍ସର। क्वेश्चन नंबर 8 पिले which of the following educational theorist gave the socio-cultural theory of a cognitive development? social constructivism ର फादर पिले ଆମେ କାହାକୁ କହିଥାଉ? ନା ସାର୍ ଆମେ ଲେ ଭାଇଗର୍ସ କହିଥାଉ। ଏଇଟା ମତେ ତମମାନଙ୍କ ସହିତ ଡିସ୍କସନ କରିବାର ମତେ ଲାଗୁଛି କିଛି ଆବଶ୍ୟକତା ନାହିଁ। ତ ଲେ ଭାଇଗର୍ସିଙ୍କର ମନେ ରଖିବ ତାଙ୍କୁ ଆମେ ଫାଦର ଅଫ ସୋସିଆଲ କନଷ୍ଟ୍ରକ୍ଟିଭିଜମ ବା ସାମାଜିକ ରଚନାବାଦ ବା ସଂଗଠନର ଜନକ ବୋଲି କହିଥାଉ। ସୋସିଓ କଲଚରାଲ ଥିଓରି ସେ ପ୍ରଦାନ କରିଛନ୍ତି ପିଲେ। ତା ସହିତ ତାଙ୍କର ମନେ ରଖିବ ସୋସିଆଲ ମିଡିଏଟେଡ ଲର୍ଣ୍ଣିଂ। ଯୋଉମାନେ ବି ଶିକ୍ଷା ଶାସ୍ତ୍ର କ୍ଲାସ କରିଥିବେ ଏଗୁଡା ମୁଁ ତମମାନଙ୍କୁ କହିଛି। ସୋସିଆଲ ମିଡିଏଟେଡ ଲର୍ଣ୍ଣିଂ, ଗ୍ରୁପ ଲର୍ଣ୍ଣିଂ, ରେସିପ୍ରୋକାଲ ଲର୍ଣ୍ଣିଂ, ଆସିସ୍ଟିଭ ଲର୍ଣ୍ଣିଂ, importance to zone of proximal development, social interaction and MKO। जोन ऑफ प्रोक्सिमाल डेवलपमेंट गुरुत्व କରିଛନ୍ତି। सोशल इंटरेक्शन माध्यमରେ କେମିତି ଆମର ନଲେଜ ର ଏନହାନ୍ସମେଣ୍ଟ ହେଇପାରିବ, ନଲେଜ କନଷ୍ଟ୍ରକ୍ସନ ଆମେ କରିପାରିବା ତାପରେ ଗୁରୁତ୍ୱାରୋପ କରିଛନ୍ତି। ଏବଂ ଏମକେଓ ମୋର ନଲେଜେବଲ ଅଦର୍ସ ଯୋଉମାନେ ରହିଲେ ତାଙ୍କ ସହିତ ଆଲୋଚନା କଲେ ଡିସ୍କସନ କଲେ ଆମର କେମିତି ନଲେଜ ଏନହାନ୍ସମେଣ୍ଟ ହେଇପାରିବ, ଆମେ କେମିତି ପ୍ରୋବ୍ଲେମକୁ ସଲ୍ଭ କରିପାରିବା, ସେଥିପାଇଁ ସେ ଗାଇଡାନ୍ସ କୁ ବେଶୀ ଇମ୍ପୋର୍ଟାନ୍ସ ଦେଇଛନ୍ତି ମଧ୍ୟ। ଗାଇଡାନ୍ସ ଆଣ୍ଡ ସପୋର୍ଟ ଆମେ କହୁଛେ। ଆଉ ଗୋଟେ ତାଙ୍କର ଟର୍ମ ଥିଲା ପିଲେ ସ୍କାଫୋଲ୍ଡିଂ, ସେଇଟା ବି ତମମାନେ ମନେ ରଖିବ, ତାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଠିକ ହେଲା ପିଲେ। क्वेश्चन नंबर 9 पिले the most useful teaching learning material to be used by a teacher is one which आदरू सबुठारु यूजफुल मोस्ट यूजफुल आमे कहूचे टीचिंग लर्निंग मटेरियल आमे व्यवहार करि परिबा काहे कि बिले एमिति गोटे टीचिंग लर्निंग मटेरियल जोटा अट्रैक्ट करिवो काहाकू अटेंशन ऑफ लर्नर टुवर्ड्स टीचिंग हवा कथा यदि टुवर्ड्स टीचिंग थांता टुवर्ड्स लर्निंग थांता ताहाले एटा ठीक हेइतांता जेहेतु टुवर्ड्स टीचर मानक प्रति कोन पिला मानकर अटेंशन को अट्रैक्ट करिवो तो एटा तेनु करे तुम मानकर ठीक नाही। ठीक है आमे कहूचे पिला मानक मोटिवेट करिवो, मोटिवेट करिवो कोहुति पई ना सर लर्निंग प्रति मोटिवेट करिवो, टीचिंग प्रति मोटिवेट करिवो। आ कोन टीचर को प्रति मोटिवेट करिवो कोन एटा तुमके 2022 रे पचरथिला। ठीक है इज अट्रैक्टिव एंड ब्यूटीफुल टू लुक एट टीचिंग लर्निंग मटेरियल टा ब्यूटीफुल होबो अट्रैक्टिव होबो एटा गोटे हमकु लागुनी इनएप्रोप्रिएट बोली खाली सुंदर हे गेले कोन होबो सेटा काम लागुथिया दरकार ना नहीं। इन्वॉल्व सेवरल सेंस ऑर्गन्स लर्निंग सेवरल सेंस ऑर्गन्स इन लर्निंग ଯେତେବେଳେ ସେ କଣ କରୁଥିବ ଏଇଟା ତମମାନଙ୍କର ଟିକେ ଚେଞ୍ଜ ହେଇଛି ଏଣ୍ଟାଇଟ୍ କୋड ଆସିବ ସେନ୍ସ ଅର୍ଗାନ୍ସ ଇନ୍ ଲର୍ନିଂ ତାକୁ ଆମେ ଗୋଟେ ଇଫେକ୍ଟିଭ ଟିଚିଂ ଲର୍ନିଂ ମ୍ୟାଟେରିଆଲ କହିବା ବା ୟୁଜଫୁଲ ଟିଚିଂ ଲର୍ନିଂ ମ୍ୟାଟେରିଆଲ କହିବା ଯେତେବେଳେ ସିଏ ଆମର ଯୋଉ ଡିଫରେଣ୍ଟ ସେନ୍ସ ଅର୍ଗାନ ରହିଲା ସେ ସେନ୍ସ ଅର୍ଗାନକୁ ଆକ୍ଟିଭେଟ କରିପାରୁଥିବ। ମୁଁ ତୁମମାନଙ୍କୁ କହିଲି ଯେତେବେଳେ ଟିଚିଂ ଲର୍ନିଂ ମ୍ୟାଟେରିଆଲକୁ ଆମେ ୟୁଟିଲାଇଜେସନ କରିବା ସେତେବେଳେ ଡିଫରେନ୍ସିଏସନ ଥିବା ଦରକାର ଟିଚିଂ ଲର୍ନିଂ ମ୍ୟାଟେରିଆଲରେ ବିଭିନ୍ନ ପ୍ରକାର ଟିଚିଂ ଲର୍ନିଂ ମ୍ୟାଟେରିଆଲକୁ ଆମେ ୟୁଟିଲାଇଜେସନ କରିବା। ଯଦି ଆମେ ଗୋଟେ ପ୍ରକାର ଟିଚିଂ ଲର୍ନିଂ ମ୍ୟାଟେରିଆଲକୁ ୟୁଟିଲାଇଜେସନ କରୁଛେ ସେଇଟା ପିଲାମାନଙ୍କର ଯୋଉ ସେନ୍ସ ଅର୍ଗାନ ରହିଲା ଯୋଉ ପଞ୍ଚ ଇନ୍ଦ୍ରିୟ ରହିଲା ବା ଇନ୍ଦ୍ରିୟ ଗୁଡିକ ରହିଲା ତାକୁ ଆକ୍ଟିଭେଟ କରିପାରୁଥିବା ଦରକାର, ତାକୁ ଇନଭଲ୍ଭ କରିପାରୁଥିବା ଦରକାର, ତାହେଲେ ତାକୁ ଆମେ କହିବା କଣ ନା ଗୋଟେ ଭଲ ମୋଷ୍ଟ ୟୁଜଫୁଲ ଟିଚିଂ ଲର୍ନିଂ ମ୍ୟାଟେରିଆଲ ଭାବରେ। ଠିକ ହେଲା ପିଲେ ତ ଅପସନ ସି ତୁମମାନଙ୍କ ସେଇ ଦୃଷ୍ଟିକୋଣ ଏଠି କରେକ୍ଟ ଆନ୍ସର। ଆଉ ଏଇଠି କୋଉଠି ଯୋଉ ଆଉ ତିନିଟା ଅପସନ ରହିଲା ତା ପାଖରେ ବି କୋଉଠି ନାହାନ୍ତି କେହି ଯୋଉ ଆନ୍ସର ଗୁଡାକ ଆମେ କହିବା। ଏଠି ଟିଚର ଦେଇଦେଲା ଏଇଟା ଗୋଟେ ଭୁଲ ହେଇଗଲା ତୁମମାନଙ୍କର। ଏଇଟା ବ୍ୟୁଟିଫୁଲ ଦେଇଦେଲା କେବଳ ବ୍ୟୁଟିଫୁଲ ଲାଗିଲେ ଏଇଟା ଆମକୁ ଇଫେକ୍ଟିଭ କଥା କହୁନି। ଆଉ ଟିଚିଂ ଲର୍ନିଂ ମ୍ୟାଟେରିଆଲଟା ତୁମମାନଙ୍କର ଡିସିପ୍ଲିନ ଓରିଏଣ୍ଟେଡ ନୁହେଁ ଏ ପିଲାମାନଙ୍କୁ ଲର୍ନିଂଟାକୁ ଆହୁରି ତାଙ୍କର ଲଙ୍ଗର ରିଟେନସନ ତାଙ୍କର ବଢେଇବ, ଇଣ୍ଟରେଷ୍ଟିଂ କରିବ, ଫନ୍ ଓରିଏଣ୍ଟେଡ ହେଇପାରିବ, ପିଲାମାନଙ୍କୁ ଇନଭଲ୍ଭ କରିପାରିବ ଟିଚିଂ ଲର୍ନିଂ ପ୍ରୋସେସରେ, ଆଉ କୋଉ ପିଲାମାନଙ୍କୁ ମୋଟିଭେଟ କରିବ। এইଭଳି ଆମେ କହୁଛେ ତାର ଅବଜେକ୍ଟିଭ ବା ତାର ପର୍ପୋଜ ଥାଏ ଟିଚିଂ ଲର୍ନିଂ ମ୍ୟାଟେରିଆଲ ଯଦି ଆମେ ୟୁଟିଲାଇଜେସନ କରୁଛେ କ୍ଲାସରୁମ ଭିତରେ। क्वेश्चन नंबर 10 प्ले द मेन पर्पज ऑफ असेसमेंट इन कंस्ट्रक्टिविस्ट लर्निंग अप्रोच इज कंस्ट्रक्टिविस्ट अप्रोच अनुसार असेसमेंट रो पर्पज कौन पिले मेन पर्पज कौन आमे कहूचे पिले जेमिति तो मानु कैटेगराइजेशन करी पढ़ेइछि ना पीपीटी करी की
ତ ମାନେ ସମୟ ଆସିଲେ ପରୀକ୍ଷାରେ ନିଶ୍ଚିନ୍ତ ଭାବରେ ତାକୁ ମନେ ପକେଇଥିବ। ମୁଁ ତୁମମାନଙ୍କୁ ପ୍ରଥମେ କହିଥିଲି କନଷ୍ଟ୍ରକ୍ଟିଭିଜିମ୍ ଆପ୍ରୋଚ୍ କଣ? ତାପରେ କହିଥିଲି କନଷ୍ଟ୍ରକ୍ଟିଭିଜିମ୍ ଆପ୍ରୋଚ୍ ଅନୁସାରେ ଆସେସମେଣ୍ଟର ନେଚର କଣ? ତ ସେଇଠି ତମମାନଙ୍କୁ ସବୁ ଯାକ ମୁଁ ଡିଫାଇନ୍ କରିଥିବି କି କନଷ୍ଟ୍ରକ୍ଟିଭିଜିମ୍ ଅନୁସାରେ ଆମେ ଅନଗୋଇଂ ଆସେସମେଣ୍ଟକୁ ଗୁରୁତ୍ୱ ଆରୋପ କରିବା। କନଷ୍ଟ୍ରକ୍ଟିଭିଜିମ୍ ଅନୁସାରେ ଆମେ ଫର୍ମେଟିଭ ଆସେସମେଣ୍ଟକୁ ଗୁରୁତ୍ୱ ଆରୋପ କରିବା। କନଷ୍ଟ୍ରକ୍ଟିଭିଜିମ୍ ଅନୁସାରେ ଆମେ ଆସେସମେଣ୍ଟ ଫର୍ ଲର୍ଣ୍ଣିଂକୁ ଗୁରୁତ୍ୱ ଆରୋପ କରିବା। ଆମେ କନଷ୍ଟ୍ରକ୍ଟିଭିଜିମ୍ ଅନୁସାରେ ସमेटिव टू शिफ्ट बा फॉर्मेटिव आड़को जेहेतु कंस्ट्रक्टिविज्म कହୁଛେ ତାହେଲେ ଆମେ ଫିଡବ୍ୟାକ୍ କୁ ବେଶୀ ଇମ୍ପୋର୍ଟାନ୍ସ ଦବା। ଆମେ କଣ୍ଟେକ୍ସଚୁଆଲ ଆସେସमेंट मन रखियो गोटे ऑथेंटिक फॉर्म ऑफ असेसमेंट कହୁଛେ कॉन्टेक्सुअल को इंपोर्टेंस दबा इन टर्म्स ऑफ आमे जानिବାକୁ चेष्टा करिबा हाउ चिल्ड्रन लर्न एंड व्हाट दे लर्न पिला केउ भली भाबरे लर्न करूची आ पिला कोन लर्न करूची व्हाट दे लर्न एंड हाउ दे लर्न तो एटा तुमनकर तार कॉन्टेक्स्ट सहित एसोसिएटेड ठीक है पिले तो जेतबेले आमे कहूचे पिले गोटे कंस्ट्रक्टिविस्ट पर्सपेक्टिव रे आमे पिला को असेस करिबा ताले आमे ऑनगोइंग असेसमेंट फॉर्मेटिव असेसमेंट असेसमेंट फॉर लर्निंग फीडबैक ओरिएंटेड असेसमेंट कॉन्टेक्सुअल ओरिएंटेड असेसमेंट को आमे गुरुत्व आरोप करिबा तो सेही दृष्टिकोण तुमनकर ऑप्शन बी प्ले एटी करेक्ट आंसर आउ जो ऑप्शन उडा देला डेवलप हैबिट ऑफ रीडिंग एंड राइटिंग एटा समथिंग माने एटा ऑड पूरा हे गला एटा ता सहित रिलेटेड ही नहीं एन्श्योर क्लासरूम डिसिप्लिन को एन्श्योर करिबा एठी हमें पर्पस कथा कहूने गोटे कंस्ट्रक्टिविज्म रो हम पिला को फ्रीडम दबा अपॉर्चुनिटी दबा ऑटोनोमस लर्निंग एनवायरनमेंट दबा असेसमेंट रे पिला निजुक केमति सेल्फ असेस करि परिबो ता ऊपर हम गुरुत्व करिबा एनकरेज लर्नर्स टू रेस्पेक्ट टीचर्स व्यू हाँ टीचर्स व्यू को रेस्पेक्ट दबा ठीक अछि किंतु एटा असेसमेंट रो पर्पस ओरिएंटेड तो मानकर नुहे नेक्स्ट प्ले क्वेश्चन नंबर 11 प्ले क्वेश्चन नंबर 11 बहुत इजी क्वेश्चन नंबर पचारछि आथरो कोटा गोटे कार्ल रोजर कर प्ले हम कहि परिबा कांसेप्ट द मेजर एलिमेंट ऑफ ह्यूमनिस्टिक थ्योरी ऑफ लर्निंग गिवन बाय कार्ल रोजर इज द कांसेप्ट ऑफ को कांसेप्ट प्ले कार्ल रोजर प्रदान करथिले ना सर फुल फंक्शनिंग पर्सन माने कोन कहै पिले ना ऑथेंटिकली जो माने बनचंती से माने सब बेले प्रस्तुत थांती से मानकर फुल पोटेंशियल को हम कहि परिबा फुल पोटेंशियल रे पहुंचिबा पई जो पर्सन गुड़ाक आम कहीपर एक्जिस्टेंशियल लिविंग पिले केते केसेस तुम कहली तुम मन थी एक्जिस्टेंशियल लिविंग होगला ओपननेस टू न्यू एक्सपीरियंस होगला ट्रस्ट इन सेल्फ होगला रेस्पॉन्सिबिलिटी कथा होगला क्रिएटिविटी कथा होगला फ्लेक्सिबिलिटी कथा होगला ये सब तुम फुल फंक्शनिंग पर्सन पिले आसे जोटा कि तुमको मुझे लिखि दउची एक्जिस्टेंशियल लिविंग जो मैंने भी पढ़ी तुम मन रखिथ से तुमको गोटे कनसेप्ट मैप कर कही openness to new experiences, trust in self, creativity and flexibility और भी बहुत सारा अच्छी तो मैंने मन रखता हो प्ले तो ये तुम्हारा ऑप्शन बी हो प्ले करेक्ट आंसर क्वेश्चन नंबर 12 प्ले which of the following terms is most closely associated with the constructivist pedagogy of learning आधुरु को टर्म टा पिले तुमनकर कंस्ट्रक्टिविस्ट पेडागोजी सहित जड़ित बा एसोसिएटेड कंस्ट्रक्टिविस्ट पेडागोजी जेतबेले जीन पियाजे पढैथिली कॉग्निटिव कंस्ट्रक्टिविज्म जेतबेले लेव हाइगर्स के पढैथिली सोशल कंस्ट्रक्टिविज्म जेतबेले असेसमेंट मध्ये पढैथिली से सबरे म तुमनको कंस्ट्रक्टिविज्म रो किछि असम्पशंस कहिथिली बा किछि बेसिक प्रिंसिपल्स कहिथिली कौन कौन कही तुम सिंपल रे भी कही तुमको डीपीआई पेडागोजी डीपीएल पेडागोजी मन रखिबो जदि भी किछि मन पड़नी याकू मन रखियो तुम माने डीपीएल सर डिस्कशन और हमको डायरेक्ट लर्निंग प्रॉब्लम सॉल्विंग लर्निंग आउटला लर्निंग बाय डूइंग को इंपोर्टेंस दोची डायरेक्ट लर्निंग हमें कहूचे प्रॉब्लम सॉल्विंग लर्निंग बाय डूइंग तो आज देखो कोटा डेस्क्रिप्शन एक्सप्लेनेशन और इंडक्ट्रिनेशन ये मोर थियोरेटिकल कथा कहला एक्सपेरिमेंटेशन कथा कहूचे हमें सेठी लर्निंग बाय डूइंग रे कथा कहूचे प्रॉब्लम सॉल्विंग रे कथा कहूचे डायरेक्ट लर्निंग रे कथा कहूचे तो कंस्ट्रक्टिविज्म रो अप्रोच भितर जो तुम मानकर आइडिया गुडाक अछि जो प्रिंसिपल्स गुडाक अछि जो असम्पशंस गुडाक अछि सेगुडा तुम माने टिके टिके पिले मन रखि दबो कंस्ट्रक्टिविज्म कोन कहूची पिले कंस्ट्रक्शन ऑफ नॉलेज कंस्ट्रक्शन ऑफ नॉलेज केमती कंस्ट्रक्शन होची नॉलेज बा ज्ञान रो गठन केमिति होची ना सर बाय रिलेटिंग
प्रिवियस नॉलेज with existing or present knowledge ଯେତେବେଳେ ଆମେ individual exploration କରୁଛେ ଯେତେବେଳେ social interaction କରୁଛେ ଯେତେବେଳେ ଆମେ ଆମର previous knowledge ସହିତ connect କରୁଛେ ଆମର existing knowledge କୁ ସେତେବେଳେ ଆମର ଜ୍ଞାନର ଗଠନ ହଉଛି ଆଉ ତୁମମାନେ ମନେ ରଖିବ constructivism ପିଲେ କଣ କହୁଛନ୍ତି ନା ଲର୍ନର ହଉଛନ୍ତି କଣ ନା ଲର୍ନର ହଉଛନ୍ତି meaning maker ଲର୍ନର୍ସ ଆର୍ meaning makers ଆଉ ଇଏ ସପୋର୍ଟ କରୁଛି କାହାକୁ ନା meaningful learning କୁ ଲର୍ଣ୍ଣିଂ ଟା ମିନିଂଫୁଲ ହବା ଦରକାର ଆଉ ବେଶୀ ଟିଚିଂ ଅପେକ୍ଷା ମୁଁ କହିଥିଲି ଗୋଟେ ପଏଣ୍ଟ ତୁମର ମନେ ଥିବ ଇଏ ଫୋକସ କରେ କାହା ଉପରେ ନା ସାର୍ ଏଲ୍ ଉପରେ ରାଦର ଦେନ୍ ଟି ଏଲ୍ ମାନେ ଲର୍ଣ୍ଣିଂ ଉପରେ ବେଶୀ ଗୁରୁତ୍ୱାରୋପ କରେ ଟିଚିଂ ନୁହେଁ ଟିଚର ପଢେଇବେନି ଟିଚର ହଉଛନ୍ତି କଣ ନା ଟିଚର ହଉଛନ୍ତି ଫ୍ୟାସିଲିଟେଟର ଠିକ ଲାଗିଲେ ତ ଏଇ କେତେଟା ଆସ୍ପେକ୍ଟ ତମମାନଙ୍କର କନଷ୍ଟ୍ରକ୍ଟିଭରେ ତମମାନେ ମନେ ରଖିବ ଯୋଉଠି ପିଲା ଆକ୍ଟିଭ ଅଛି ଆକ୍ଟିଭ ଥାଏ ଲର୍ଣ୍ଣିଂ ଟା ପିଲାର ଆକ୍ଟିଭ ଇନଭଲଭମେଣ୍ଟରେ ହୁଏ ଲର୍ଣ୍ଣିଂ କୁ ଆମେ ଆକ୍ଟିଭ ଲର୍ଣ୍ଣିଂ ବୋଲି କହିଥାଉ ପିଲାର ପାର୍ଟିସିପେସନ ଆମେ କହିବା ଇନଭଲଭମେଣ୍ଟ କହିବା ସବୁଠାରୁ ଅଧିକ ଥାଏ ପିଲାକୁ ଫ୍ରିଡମ ଦିଆଯାଏ ଅଟୋନମସ ଏନଭାୟରନମେଣ୍ଟ ଦିଆଯାଏ ଆଉ ଯୋଉଟା ତମମାନଙ୍କୁ ଡିପିଆଇ ଡିପିଏଲ ରେ କହିଲି ସେଇଟା ତମମାନେ ମନେ ରଖିଥାଉ ମଧ୍ୟ Question number 13 pile. In formative assessment system, feedback provided by the teacher to learners act as ଗୋଟେ formative assessment ଯେତେବେଳେ ଆମେ feedback provide କରୁଛେ କିଏ provide କରୁଛି by the teacher to learners ଯେତେବେଳେ teacher learner ମାନଙ୍କୁ feedback provide କରୁଛି ତାହେଲେ ସେଟା କାହା ଭିତରେ ତୁମମାନଙ୍କର ଆସିବ ସେଟା ବା ତାକୁ ଆମେ କଣ କହିବା ତାକୁ ଆମେ reinforcement ବୋଲି କହିବା ରିଇନଫୋର୍ସମେଣ୍ଟ କଥା ଆମେ କହୁଛେ ରିଇନଫୋର୍ସମେଣ୍ଟ କୋଉଥିରେ ତୁମଙ୍କର ପ୍ଲେ ଅଛି ରିଇନଫୋର୍ସ ଇଏ କରୁଛି ପିଲାଙ୍କୁ ମୋଟିଭେଟ କରୁଛି ତାଙ୍କର ଲର୍ଣ୍ଣିଂକୁ ପୁଣି ଭଲ ଭାବରେ ମୋଡିଫାଏ କରିବା ପାଇଁ ଚେଞ୍ଜ କରିବା ପାଇଁ କିମ୍ବା ଲର୍ଣ୍ଣିଂକୁ ଭଲ ଭାବରେ ଆହୁରି ଆଗେଇ ନେବା ପାଇଁ ତ ରିଇନଫୋର୍ସମେଣ୍ଟ ତୁମଙ୍କର ପିଲା ଆସୋସିଏଟେଡ କାହା ସହିତ ନା ବିଏଫ ସ୍କିନରଙ୍କର ଅପେରାଣ୍ଟ କଣ୍ଡିସନିଂ ଲର୍ଣ୍ଣିଂ ଥିଓରି ସହିତ ଆସୋସିଏଟେଡ ଅପେରାଣ୍ଟ କଣ୍ଡିସନିଂ ସହିତ ସୋ ଅପେରାଣ୍ଟ କଣ୍ଡିସନିଂ ରେ ତମମାନଙ୍କର ପିଲେ ରିଇନଫୋର୍ସମେଣ୍ଟ ର କଥା ଅଛି ଯୋଉଥିରେ ତୁମମାନଙ୍କର ଦୁଇ ପ୍ରକାର ରିଇନଫୋର୍ସମେଣ୍ଟ ତମ ମନେ ରଖିବ ଗୋଟେ ହେଲା ପଜିଟିଭ ରିଇନଫୋର୍ସମେଣ୍ଟ ଆଉ ହେଲା ତମମାନଙ୍କର ନେଗେଟିଭ ରିଇନଫୋର୍ସମେଣ୍ଟ ଠିକ ହେଲା ପିଲେ ତ ଏଇଠି ତମମାନଙ୍କର ଅପସନ ବି ପିଲେ ହଉଛି କଣ ନା କରେକ୍ଟ ଆନ୍ସର क्वेश्चन नंबर 14 पिले द फास्ट स्टेप इन द प्रोसेस ऑफ अ टेस्ट कंस्ट्रक्शन गोटे टेस्ट कंस्ट्रक्शन रे फास्ट स्टेप कौन एटा गोटे क्वेश्चन मो पिला पचारिछि स्लाइड तमे खोलिबो तो सेही स्लाइड रे तमनको प्रथम रे हम लिखि देथिबि भल भाबरे कांसेप्ट मैप करी कि कोन तमनकर गोटे टेस्ट कंस्ट्रक्शन रे हम जो चारिटा स्टेप तमनको बुझेइथिली प्लानिंग प्रिपेयरिंग ट्राई आउट आउट हला इवैल्यूएशन सेही चारिटा स्टेज रो आमे कहूचे प्रथम स्टेप कोन ना प्लानिंग प्लानिंग रे आमे फास्ट कोन करथाउ पिले ना सर आमे ऑब्जेक्टिव्स को फॉर्मुलेशन करथाउ तो एठी तुमनकर ऑप्शन सी पिले होची कोन ना करेक्ट आंसर ब्लूप्रिंट को आग पळेइबो नाही ऑब्जेक्टिव्स जानिन ऑडियंस के जानिन आग ब्लूप्रिंट को पळेइबो कि ऑडियंस जानिबो ऑब्जेक्टिव्स जानिबो तापर आमे ब्लूप्रिंट कथा चिंता करिबा तो एठी तमनको देखो तमने भाबियो कि सर एटा कहिचंती कि नाही तमने दे स्लाइड देखियो तो जानि परिबो प्लानिंग ऑफ अ टेस्ट बा ब्लूप्रिंट जोटा को आमे कहूचे से स्टेप्स टा पूरा जोथरे प्रथम ए रे तमनु कहली कोन ना डिटरमाइनिंग द ऑब्जेक्टिव्स ऑफ द टेस्ट प्रथम हम ऑब्जेक्टिव्स को स्थिर करिबा तापर टारगेट पॉपुलेशन कथा कहूचे तापर जाई तमनु कहूचे टेबल ऑफ स्पेसिफिकेशन बा ब्लूप्रिंट र प्रिपरेशन क्वेश्चन नंबर 15 पिले हुज द फॉलोइंग ए जोटा तमनको मु कहूची एटा तमनकर क्लास रो पिले स्लाइड गुडाको एटा तमनकर जो एसएसपी टीजीटी पई तमनकर क्लास करथली से एलटीआर पई तमनको कहूची से क्लास मध्ये हेल्पफुल हबो से क्लास ओडिकर पीपीटी जोटा तमनको मु पढेइची ऑलरेडी क्वेश्चन नंबर 15 which of the following types of test items are most appropriate for assessing higher order thinking abilities जो हॉट्स हमें कहूचे बा हायर ऑर्डर थिंकिंग एबिलिटी अर्थात पिलाମାନଙ୍କ ପାଇଁ ओपन अपॉर्चुनिटी थाए आ पिलाମାନଙ୍କ पाखरे सेही फ्रीडम थाए पिला कोन करि परिबे पिला भलो भाबरे ताकू एनालाइज करि परिबे क्वेश्चन को पिला सिंथेसाइज भलो भाबरे करि परिबे पिला से जो क्वेश्चन गुड़ाक रहा जेहेतु आम कहे एसे टाइप ऑफ क्वेश्चन रे पिला माननकु ओपन आंसर दबा पई बा पिला मान पाखरे फ्रीडम थाए आंसर प्रोवाइड करिया पई तो पिला से क्वेश्चन गुड़ाक भलो भाबरे एनालाइज करि परिबो सिंथेसाइज करि परिबो
ଆଉ ଭଲ ଭାବରେ ତାକୁ ବିଶ୍ଳେଷଣ କରିକି ସେ ତାକୁ ପ୍ରେଜେଣ୍ଟ କରିପାରିବ। ଏବଂ ଆ ଦ୍ୱାରା କ'ଣ ହବ ନା ପିଲାର ଯୋଉ ହାୟର ଅର୍ଡର ଥିଙ୍କିଙ୍ଗ ଗୁଡାକ ରହିଲା, ଆନାଲିସିସ୍ କରିବାର ଆବିଲିଟି, ସିନ୍ଥେସିସ୍ କରିବାର ଆବିଲିଟି, ଏଗୁଡାକ ଏନହାନ୍ସମେଣ୍ଟ ହବ। ସେଇ ଦୃଷ୍ଟିକୋଣରୁ ତୁମମାନଙ୍କର ଅପସନ ସି ହଉଛି କରେକ୍ଟ ଆନ୍ସର। ଯେତେବେଳେ ପିଲା ଏସେ ଟାଇପ ଦେଲା, ଏସେ ଟାଇପ କୁ ମନେ ରଖିବ ଦି ଭାଗରେ ଆମେ ବିଭକ୍ତ କରୁଛେ। କ'ଣ ହେଲା? ଗୋଟେ ହେଲା ତୁମମାନଙ୍କର ଏକ୍ସଟେଣ୍ଡେଡ ଟାଇପ, ଆଉ ଗୋଟେ ହେଲା କ'ଣ ତୁମମାନଙ୍କର ପିଲେ ନା ରେଷ୍ଟ୍ରିକ୍ଟେଡ ଟାଇପ। ଏକ୍ସଟେଣ୍ଡେଡ ଆମେ କ'ଣ କହୁଛେ ପିଲେ? ଯୋଉଥିରେ ତୁମମାନଙ୍କୁ କୌଣସି ରେଷ୍ଟ୍ରିକ୍ସନ ଦିଆଯାଉ ନାହିଁ, କୁହାଯାଉନି 100ଟା ଶବ୍ଦ ଭିତରେ ଲେଖ, 50 ଶବ୍ଦ ଭିତରେ ଲେଖ, 10ଟା ଲାଇନ ଭିତରେ ଲେଖ, ଏମିତି କିଛି ରେଷ୍ଟ୍ରିକ୍ସନ ନାହିଁ। କି ତମମାନଙ୍କୁ କୁହାଗଲା ଭାରତ ସ୍ୱାଧୀନତା ସଂଗ୍ରାମର ଆମେ କହିବା କାରଣ ଗୁଡିକ ଲେଖ। ରେଷ୍ଟ୍ରିକ୍ଟେଡ ମାନେ ତମକୁ ରେଷ୍ଟ୍ରିକ୍ସନ ଦିଆଯିବ କି 100ଟା ଶବ୍ଦ ଭିତରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର କାରଣ ଗୁଡିକ ଲେଖ, କି 10ଟା ଲାଇନ ଭିତରେ ଲେଖ। ଠିକ ହେଲା ପିଲେ? क्वेश्चन नंबर 16 प्ले, which of the following is an example of a formative assessment? ଆଦରୁ କୋଉଟା ପିଲେ formative assessment? ଏଇଥର ବୋଧେ ଯିଏ क्वेश्चन କରିଛନ୍ତି ସିଏ ପଣ କରିଥିଲେ କି formative assessment ରୁ क्वेश्चन ଗୁଡାକ ମୁଁ ଗଦେଇବି ଖାଲି, ଆଉ କୁଆଡେ क्वेश्चन ମୁଁ କରେ କି ନ କରେ। କେତେ କଣ ଆମେ ନ ପଢିଛେ ମିସଲାନିୟସ କତରୁ ଆରମ୍ଭ କରି କେତେ କ୍ଲାସ କରିଛେ, କିନ୍ତୁ क्वेश्चन ସେ ଯୋଉଠୁ ଇଣ୍ଡିଭିଜୁଆଲ ଡିଫରେନ୍ସ ଦି ତିନିଟା क्वेश्चन ଇଣ୍ଡିଭିଜୁଆଲ ଡିଫରେନ୍ସ ରୁ, ଫର୍ମେଟିଭ ଆସେସମେଣ୍ଟ ତିନିଟା क्वेश्चन ଫର୍ମେଟିଭ ଆସେସମେଣ୍ଟ ରୁ, ମାନେ ଯାହା ପାଇଲେ ସେଇଥିରୁ ଦୁଇ ଚାରିଟା क्वेश्चन କରିଗଲେ। ଏତେ ସିଲାବସ ଅଛି, ଏତେ ପିଲା ପରିଶ୍ରମ କରିଛନ୍ତି, ତମେ क्वेश्चन ରେ ଭେରିଏସନ ଆଣ। which is following is an example of formative assessment? ଆଦରୁ କୋଉଟା ଗୋଟେ formative assessment ର ପିଲା ଏକ୍ସାମ୍ପଲ? ଅପସନ ଏ ପିଲା ଦେଇଛି probing questions in the classroom। probing question ମାନେ କ'ଣ ପିଲେ? probing question ମାନେ ଧର ମୁଁ ଗୋଟେ क्वेश्चन ପିଲାଙ୍କୁ ପଚାରିଦେଲି, ପିଲା ସେ ଆନ୍ସରଟା ଫଟକି ଦେଇଥିଲା, କାରଣ କାହିଁକି ସେ ଘୋଷିକି ଆସିଥାଇପାରେ, ମନେ ରଖିଥାଇପାରେ, ଖାତା ଦେଖିଦେଇପାରେ। କିନ୍ତୁ ମୁଁ ଜାଣିବି ସେ ପିଲା ସେ କନସେପ୍ଟ ଭଲସେ ବୁଝିଛି କି ନାହିଁ କେମିତି, ଯେତେବେଳେ ମୁଁ ଡିଟେଲ୍ଡ ଆନ୍ସର ଚାହିଁବି, ଯେତେବେଳେ ମୁଁ ଡେପ୍ଥ ଆନ୍ସର ଚାହିଁବି, ଯେତେବେଳେ ମୁଁ ଆଉ ଟିକେ ଇନସାଇଟ୍ କରିବାକୁ ଚାହିଁବି। ଅର୍ଥାତ୍ ପ୍ରୋବିଂ କ୍ୱେଶ୍ଚିନ୍ ହେଲା ଯେତେବେଳେ ଆମକୁ ଟିକେ ଡିଟେଲ୍ଡ ଆନ୍ସର ଦରକାର ପଡୁଛି, ଟିକେ ଡେପ୍ଥ ପିଲାର କେତେ ଅଛି, ପିଲା ଭଲ ଭାବରେ ଅଣ୍ଡରଷ୍ଟାଣ୍ଡିଂ ତାର ହେଇଛି କି ନାହିଁ, ଯେତେବେଳେ ଆମେ ଇନସାଇଟ୍ ଟିକେ ଯାଉଛେ ଆଉ ଟିକେ ଭିତରକୁ, ପିଲାର ଅଣ୍ଡରଷ୍ଟାଣ୍ଡିଂ, ପିଲାର ଭଲ ଭାବରେ ଜ୍ଞାନ ହାସଲ ହେଇଛି କି ନାହିଁ ଜାଣିବା ପାଇଁ, ସେଇଭଳି କ୍ୱେଶ୍ଚିନ୍ସକୁ ପ୍ରୋବିଂ କ୍ୱେଶ୍ଚିନ୍ ଆମେ କହୁଛେ। ଆଉ ଯେତେବେଳେ ଆମେ ଫର୍ମେଟିଭ ଆସେସମେଣ୍ଟ କଥା କହୁଛେ, ଆମେ ସିନା ପିଲାଙ୍କୁ ଭଲ ଭାବରେ ତାର ଡେପ୍ଥ ଅଣ୍ଡରଷ୍ଟାଣ୍ଡିଂ ହେଇଛି ଜାଣିଲା ପରେ ହିଁ ଆମେ ତାର ପ୍ରୋଗ୍ରେସକୁ ଜାଣିବା, ଏବଂ ପ୍ରୋଗ୍ରେସକୁ ଜାଣିଲେ ଆମେ ଫର୍ଦର ଆଗକୁ ଯାଇପାରିବା। ତେଣୁକରି ଫର୍ମେଟିଭ ଆସେସମେଣ୍ଟରେ ଆମେ ପ୍ରୋବିଂ କ୍ୱେଶ୍ଚିନ୍ ପଚାରିଥାଉ କ୍ଲାସରୁମରେ, ବା ଡିଟେଲ୍ଡ ଆଉ ଡେପ୍ଥ ଓରିଏଣ୍ଟେଡ କ୍ୱେଶ୍ଚିନ୍ ପଚାରିଥାଉ, ଯାହା ମାଧ୍ୟମରେ ପିଲାର ଅଣ୍ଡରଷ୍ଟାଣ୍ଡିଂ ହେଇଛି କି ନାହିଁ କଣ୍ଟେଣ୍ଟକୁ ନେଇ ଆମେ ଜାଣିଥାଉ। ଏକ୍ସାମିନେସନ ଆଫ୍ଟର ଦ ଏଣ୍ଡ ଅଫ କୋର୍ସରେ ହେଲେ ଏଇଟା ହେଇଯିବ କ'ଣ ନା ସାର୍, ଏଇଟା ହେଇଯିବ ସमेଟିଭ। ଫାଇନାଲ ସବମିଶନ ଅଫ ପ୍ରୋଜେକ୍ଟ ରିପୋର୍ଟର ଫାଇନାଲ ସବମିଶନ କରୁଛ, ଇଏ ମଧ୍ୟ ସବମିଟିଭ ତୁମମାନଙ୍କର ହେଇଯିବ। ଏକ୍ସାମିନେସନ ଫର ପ୍ରମୋସନ ତ ନେକ୍ସଟ ଗ୍ରେଡ ର ପ୍ରମୋସନ ପାଇଁ ତୁମମାନେ ଏକ୍ସାମିନେସନ ଦଉଛ, ଏଟା ବି ତୁମମାନଙ୍କର ସବମିଟିଭ ହବ ପିଲେ। ଏଇଟା ବି କେସେସ୍, କିଛି କେସେସରେ ପ୍ଲେସମେଣ୍ଟ ହେଇପାରେ, ଠିକ ଅଛି, କିନ୍ତୁ ମୋଷ୍ଟ କେସେସରେ ଯେତେବେଳେ ଆମେ କହୁଛେ ଆମେ ନେକ୍ସଟ ଗ୍ରେଡକୁ ଯାଉଛେ, ଗୋଟେ ପ୍ରମୋସନ କରୁଛେ, ନେକ୍ସଟ ଗ୍ରେଡକୁ ଆମେ ଯିବା, କିମ୍ବା ଆମେ କହୁଛେ ନେକ୍ସଟ କ୍ଲାସକୁ ଆମେ ଯିବା, କିମ୍ବା ଯେତେବେଳେ ଆମେ କହୁଛେ ଏଣ୍ଡରେ ଆମେ ପରୀକ୍ଷା ଦଉଛେ, କିମ୍ବା ଆମେ କହୁଛେ ଗୋଟେ ବୋର୍ଡ ଏକ୍ସାମ ଦଉଛେ, କିମ୍ବା ଯେତେବେଳେ ଆମେ କ'ଣ କରୁଛେ ନା ସିଲାବସ କୋର୍ସ କମ୍ପ୍ଲିସନ ହେଲେ ଆମେ ଦଉଛେ ଗୋଟେ ପ୍ରକାର ପରୀକ୍ଷା। ଇଏ ବେଶୀ କାହା କଥା କହୁଛେ ନା ସବମିଟିଭର କଥା କହୁଛି ଇନ୍ ନେଚରରେ। क्वेश्चन नंबर 17 पिले, which of the following is audio visual aid for use by teachers? आदरू कोउटा गोटे पिले ऑडियो विजुअल एड जोटा को टीचर व्यवहार करथाय, एइटा तमाने पिले एइथरे कंफ्यूज हेइछो। बहुत सारा पिला मते मेसेज करछन सर एइटा कोन आंसर हबो कोहंतु सर, आमे प्रोजेक्टर मध्य कर देइछु, टेलीविजन देइछि, तुमनकर आंसर कि अनुसार आंसर पिले। टेलीविजन होछि मु तुमनको जेतबेले टीएलएम पढेइछि सेतबेले भी तुमनको बुझेइछि, ଆଉ एग्जांपल भी ଦେଇଛି कि टेलीविजन होछि ऑडियो विजुअल एड भितर आसीबो। सर प्रोजेक्टर टा काहेकि आसीबो नाही? प्रोजेक्टर मध्य आसी परिबो पिले, जदि आमे ट्राडिशनल पॉइंट ऑफ व्यू को जिबा, जो ट्राडिशनल प्रोजेक्टर गुडाक थिला बा पुराना काळ जो प्रोजेक्टर गुडाक थिला, सेथिरे प्रोजेक्शन करा जाउथला, साउंड सिस्टम टा अलग थिला। किंतु एबे आसिलानी पिले कोन ना, एबे आसिलानी मल्टीमीडिया प्रोजेक्टर। ए जो माने क्वेश्चन करछन से माने मध्ये एटा जान नथिए मते लागुची।
ନହେଲେ ଏମିତି କାହିଁ କୋଶ୍ଚିନ୍ କରିଲେ ଯୋଉଥିରେ ପିଲା କନଫ୍ୟୁଜ ହଉଛନ୍ତି। ଏବେ ଆସିଛି ମଲ୍ଟିମିଡିଆ ପ୍ରୋଜେକ୍ଟର, ଯୋଉ ପ୍ରୋଜେକ୍ଟରରେ ବୋଥ ଅଡିଓ ଆଉ ଭିଜୁଆଲ କଥା ଆମେ ଦେଖୁଛେ। ତେଣୁକରି ପ୍ରୋଜେକ୍ଟର ଯେହେତୁ ସିମ୍ପଲ ଦେଇଛି, ତାହେଲେ ଇଏ ମଧ୍ୟ ଅଡିଓ ଭିଜୁଆଲ ଏଡ୍ ଭିତରେ ଆସିବ ପିଲେ। ଆ ସପୋର୍ଟରେ ବ୍ୟବସାୟରେ କଣ, ମୁଁ ତମମାନଙ୍କୁ ଦୁଇ ତିନିଟା ଆର୍ଟିକିଲ୍ସ ର ପିଲେ ଆର୍ଟିକିଲ୍ସ ର ଲିଙ୍କ ଦେଇଦେବି, କାରଣ ଆ ସମ୍ବନ୍ଧୀୟ ତମମାନଙ୍କର ବହିରୁ ଖୋଜି ପାଇବା କଷ୍ଟକର। ସେଇ ଲିଙ୍କକୁ ତମମାନେ ରେଫର କରିପାରିବ। ଭଲ ଭଲ ଆର୍ଟିକିଲ୍ସ ଗୁଡାକରେ ତୁମମାନଙ୍କର ମେନସନ କରାଯାଇଛି ମଧ୍ୟ କି ପ୍ରୋଜେକ୍ଟର ଗୋଟେ କାହା ଭିତରେ ଆସିବ, ଯୋଉ ମଲ୍ଟିମିଡିଆ ପ୍ରୋଜେକ୍ଟର ରହିଲା ସେଗୁଡା ତୁମମାନଙ୍କର ଅଡିଓ ଭିଜୁଆଲ ଏଡ୍ ଭିତରେ ଆସିବ। ଠିକ ହେଲା ପିଲେ? ତ ଯେହେତୁ ଇଏ ଖାଲି ପ୍ରୋଜେକ୍ଟର କହିଦେଲା, ଏଇଠି ଆମକୁ ସ୍ପେସିଫାଏ କଲାନି ଟ୍ରାଡିସନାଲ ପ୍ରୋଜେକ୍ଟର କି ମଲ୍ଟିମିଡିଆ ପ୍ରୋଜେକ୍ଟର, ତ ପିଲା କନଫ୍ୟୁଜ ହେଇଯିବେ। ପ୍ରୋଜେକ୍ଟରକୁ ନିଶ୍ଚିତ ଭାବରେ ଅଡିଓ ଭିଜୁଆଲରେ ମାରିବେ। ତମାନେ ମାରିକି ଆସିଥିବ, ତେଣୁକରି ତୁମଙ୍କର ଏଠି ଗ୍ରେସ୍ ମାର୍କର କଥା ଆମେ କହୁଛେ ଟେଲିଭିଜନ ହବ। ଏବଂ ଯଦି ଗ୍ରେସ୍ ମାର୍କରେ ସେ ଦୟା କଲେ ତମମାନଙ୍କୁ ପ୍ରୋଜେକ୍ଟରଟା ମଧ୍ୟ ନିଶ୍ଚିତ ଭାବରେ ତମମାନଙ୍କୁ ଗୋଟେ ଆନ୍ସର ଦେବେ। ଦୟା କଣ ପିଲେ, ଆନ୍ସର ଦେବେ। ତମମାନେ ଚ୍ୟାଲେଞ୍ଜ କର। क्वेश्चन नंबर 18 पिले, द बेसिक पर्पज ऑफ डायग्नोस्टिक असेसमेंट इज टू। पिले डायग्नोस्टिक असेसमेंट एथि भी सी गोटे ब्लंडर करिसेंती पिले। एथि मध्ये तुमनको गोटे त्रुटि करिसेंती। क्वेश्चन प्रिपरेशन कला बळे से माने बिल्कुल ध्यान दउनाते आमे को ऑप्शन गुडा को रखुछु। द बेसिक पर्पज ऑफ डायग्नोस्टिक असेसमेंट पिले डायग्नोज जणको रोगटे हिछि बा जणकर आमे कहि परिबा। आमे डायग्नोज कथा केतले कहूचे, आमे असुविधाटा तार कोन गैपटा फाइंड आउट करिबा, प्रोब्लेमटा फाइंड आउट करिबा, इश्यूटा फाइंड आउट करिबा। मु तमनको डायग्नोस्टिक रे भी मु भी बारंबार तमनको कहिछि शॉर्ट कथा, तार स्ट्रेंथ कौन, वीकनेसेस कौन, अपॉर्चुनिटी कौन, थ्रेट्स कौन, ताको आमे फाइंड आउट करिबा एवं सेही अनुसार आमे स्ट्रैटेजी डिसाइड करिबा पिला मानकर लर्निंग टाको बेटर करिया पई। तो पिला को आमे डायग्नोज करिवार मूल उद्देश्य कौन, प्राइमरी पर्पज है सेमानकर स्ट्रेंथ और वीकनेसेस को फाइंड आउट करिबा बा स्ट्रेंथ और वीकनेसेस को आमे जानिया भलो भाबरे बुझिबा। तो बेसिक बा प्राइमरी पर्पज होची कोन पिला माने आमे जदि कहिबा ना पिला मानकर स्ट्रेंथ, वीकनेसेस, प्रॉब्लम्स, इश्यूज को आमे फाइंड आउट करिबा बा जानिबा। आ जदि आमे सेकेंडरी जिबा ताहले आमे स्ट्रैटेजी थ्रो रे पिला मानकर से जो इश्यूज प्रॉब्लम्स को ट्राई करिबा सॉल्व करिया पय। किंतु आज पर तो आंसर को तुमମାନଙ୍କର ପିଲେ ऑप्शन सी होची करेक्ट। ऑप्शन सी ମଧ୍ୟ କିଛି ଭୁଲ ନାହିଁ ପିଲେ कि डायग्नोस्टिक असेसमेंट ର ମଧ୍ୟ ଗୋଟେ ଉଦ୍ଦେଶ୍ୟ होची ଆମେ स्ट्रैटेजी ମାଧ୍ୟମରେ ପିଲାମାନଙ୍କର ଇସ୍ୟୁଜ କୁ ପ୍ରୋବ୍ଲେମ୍ସ କୁ ସଲ୍ଭ କରିବା ବା ରିଡ୍ୟୁସ କରିବା। କିନ୍ତୁ ତାର ପର୍ପୋଜ ଭିତରେ ମଧ୍ୟ ଆସିବ କି ପିଲାମାନଙ୍କର ଷ୍ଟ୍ରେଂଥ ୱିକନେସେସ୍ କୁ ଆମେ ଭଲ ଭାବରେ ବୁଝିବା ଏବଂ ତାକୁ ଫାଇଣ୍ଡ ଆଉଟ୍ କରିବା। ତ ଆର ସପୋର୍ଟ ରେ ମୁଁ ତମମାନଙ୍କୁ 5 ରୁ ଅଧିକ ଆର୍ଟିକିଲ୍ସ ମଧ୍ୟ ଲିଙ୍କ ପ୍ରୋଭାଇଡ କରିଦେବି କୋଉଥିରେ ନା ଆମ ଶିକ୍ଷା ଶାସ୍ତ୍ରର ଟେଲିଗ୍ରାମ ଚ୍ୟାନେଲ ରେ, ଯୋଉଟାକୁ ତମମାନେ କଣ କରିପାରିବ ରେଫର କରିପାରିବ। ଯଦି ଏ କ୍ୱେଶ୍ଚିନ୍ କୁ ତମମାନେ ଚ୍ୟାଲେଞ୍ଜ କରୁଛ ଫର ଗ୍ରେସ୍ ମାର୍କ, ତାହେଲେ ତମମାନଙ୍କୁ ଅପସନ ବି ରେ ମଧ୍ୟ ଗ୍ରେସ୍ ମାର୍କ ମିଳିପାରିବ। क्वेश्चन नंबर 20 पिले, which of the following strategies should be preferred by a teacher for ensuring effective learning about birds and their life? आदर को प्रकार गोटे स्ट्राटेजी को आज टीचर तमे फॉलो करिवो काहेकि ना तमे चाहूछ गोटे फलप्रद शिक्षण हवा पई पिला मानकर एवं काहा ऊपर तमने पढौछ ना बार्ड्स आउ सेमानकर जीवन संबंध रे। पक्षी जो माने रहिले सेमानकर जीवन संबंध रे मु जदि केवल पक्षी मानकर बा बार्ड्स मानकर मॉडल्स तो मानको देखै देबी सेटा अधिक इफेक्टिव हबो ना स्केचेस करके देखै सेटा अधिक इफेक्टिव हबो ना तमनको मु एक्सपीरियंशियल लर्निंग यदि प्रदान करे। जदि मु तमनको एक्सपीरियंशियल लर्निंग बा ऑथेंटिक फॉर्म ऑफ लर्निंग मु प्रदान करे बा तमनको रियल लाइफ लर्निंग प्रदान करे, ताहले वास्तव जीवन केंद्रिक शिक्षा केतବେଳେ ମିଳିବ ଯେତେବେଳେ ତମମାନେ ଜू କୁ ଯିବ ସେଠି ତୁମମାନେ ଦେଖିବ ବାର୍ଡସ୍ ଆଉ ତାଙ୍କର ଲାଇଫ ବିଷୟରେ। ତ ଏଇଟା ତମମାନଙ୍କର ଅଧିକ ଇଫେକ୍ଟିଭ ହବ। ଏଗୁଡା ସବୁ ଯୋଉଟା ରହିଲା ଡିସପ୍ଲେ କରିବା ମଡେଲ୍ସ ହଉ, ସ୍କେଚେସ୍ ହଉ କିମ୍ବା ପିକ୍ଚର୍ସ ହଉ। ତ ଏଠି ଅପସନ ସି ତୁମମାନଙ୍କର କରେକ୍ଟ ଆନ୍ସର ପିଲେ। ପିଲେ ଆମେ क्वेश्चंस गुड़ाक एनालिसिस कले तमने मोर विश्वास कि जो पॉइंट पर तमनु कहली जो क्वेश्चन गुड़ाक जो चारटा पाखा पाखी क्वेश्चन तमनकर रहिला जोड़ा तमने चैलेंज करि परिबो, तमने निश्चित भाବରେ चैलेंज करो। जदि ग्रेस मार्क पाए निश्चित भाବରେ मोर विश्वास किछि क्वेश्चन तमनु ग्रेस मार्क मिलिबा दरकार आ मिलिबो ମଧ୍ୟ। ଏବଂ ଶିକ୍ଷା ଶାସ୍ତ୍ର ଯୋଉ ଟେଲିଗ୍ରାମ ଚ୍ୟାନେଲ ପିଲେ ରହିଲା ସେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ତମମାନଙ୍କୁ ମୁଁ ଦେଇଦେବି କୋଉଥିରେ ନା କମେଣ୍ଟ ବକ୍ସ ରେ। ସେ ସେ ଯୋଉ ଟେଲିଗ୍ରାମ ଚ୍ୟାନେଲ କୁ ଯାଇ ତମମାନେ ତମମାନଙ୍କର ଯାହା ପ୍ରୁଫ୍ସ ଗୁଡାକ ରହିଲା ବା ଯାହା
ମୋ ପାଖରେ ଯାହା ଆଭେଲେବୁଲ୍ ଅଛି ସେଗୁଡ଼ା ମୁଁ ତମମାନଙ୍କୁ ପ୍ରୋଭାଇଡ୍ ସେଥିରେ କରିଦେବି ବର୍ତ୍ତମାନ। ତମେ ତାକୁ ରେଫର କରିପାରିବ। ମୁଁ କ୍ୱେଶ୍ଚିନ୍ ନମ୍ବର ଲେଖିକି ଏଇ କ୍ୱେଶ୍ଚିନ୍ ନମ୍ବର ଏଇ ହେଲା ତମମାନଙ୍କର କି କିଛି ରେଫରେନ୍ସ। ତା ସହିତ ତମମାନେ ଯୋଉମାନେ ବି ଏକ୍ଜାମ ଦେଇଛ ପର୍ଟିକୁଲାରଲି ମେନସନ କରିବ କମେଣ୍ଟ ବକ୍ସରେ କି ତମମାନେ କେତେ ସ୍କୋର କଲ। ଆମେ ଯୋଉ ଦୀର୍ଘ ଗୋଟେ 2 ବର୍ଷ ହେଲା ପରିଶ୍ରମ କରୁଛେ କି ମୋ ପିଲା ପେଡାଗୋଜିରେ 20ରୁ 20 ରଖିବେ। ତମମାନେ କେତେ ମାର୍କ ରଖିଲ ମତେ ନିଶ୍ଚିନ୍ତ ଭାବରେ ଜଣେଇବ ପିଲେ। ସମସ୍ତଙ୍କୁ ଅଲ ଦ ଭେରି ବେଷ୍ଟ। ଭଲସେ ପ୍ରିପାରେସନ କର। କାଲିଠାରୁ ତମମାନଙ୍କର ପିଲେ ପୁଣି ଥରେ ସେଇ ଏନର୍ଜି, ପୁଣି ଥରେ ସେଇ ଜୋସ୍‌କୁ ନେଇକି ଆରମ୍ଭ ହଉଛି ଶିକ୍ଷାଶାସ୍ତ୍ରରେ ପେଡାଗୋଜି ଇଭାଲୁଏସନର କ୍ଲାସ୍। ଏସଏସଡି ଏକ୍ଜାମ ପାଇଁ ଆଗକୁ ଆସୁଥିବା ତମମାନଙ୍କର ଯୋଉ ପିଲାମାନଙ୍କର ବାକି ଅଛି ଏଲଟିଆର ଏକ୍ଜାମ ପାଇଁ କିମ୍ବା ଏସଏସବି ଟିଜିଟି ଆରଏସଟି ପାଇଁ ପୁଣି ସେଇ ଜୋସ୍‌ରେ ପୁଣି ସେଇ ସ୍ପିରିଟରେ ପୁଣି ଥରେ ତୁମମାନଙ୍କର ଷ୍ଟାର୍ଟ ହବ। ସମସ୍ତଙ୍କୁ ଅଲ ଦ ଭେରି ବେଷ୍ଟ।